ଏ ସୁନ୍ଦର ସୁଯୋଗ ମତେ ଆପଣ ମାନଙ୍କ ସହିତ ଦେଇ ଅଛନ୍ତି। ପ୍ରଭୁଙ୍କ ନାମ ମହିମା ହଉ। ଏଇପରି ନୂଆ ବିଷୟ ତ କିଛି ନାହିଁ, ଯାହା ଆମେ ଶୁଣୁଛୁ ପ୍ରତିଦିନ ସେଥିରୁ ହିଁ ଶିଖିବା। ଆଉ ଗୋଟେ ଆଶ୍ଚର୍ଯ୍ୟର କଥା, ମୁଁ 5 ଦିନ ହେଲା ଗୋଟେ ବାକ୍ୟ ପ୍ରସ୍ତୁତ ହଉଥିଲି, କିନ୍ତୁ ଆଜି ଯେତେବେଳେ ଆମମାନଙ୍କର ପିଙ୍କି ଜହନ ଭଉଣୀ ଦକ୍ଷିଣ ପାର୍ଶ୍ୱ କଥା କହିଲେ, ପ୍ରଭୁଙ୍କର ଦକ୍ଷିଣ ପାର୍ଶ୍ୱ ଅନେକ ବିଷୟ କାହାକୁ ପଚାରିଲେ, ମୁଁ କିଛି କହିଲି ନା, କେତେଟା ଭଉଣୀ ମାନଙ୍କର ଦିଟା କହିଲେ, ସେ ସମୟରେ ମତେ ପ୍ରଭୁ କଥା କହିଲେ। କାହିଁକି ନା ଏ ବାକ୍ୟ ମଧ୍ୟ ମୁଁ ଅନେକ ଦିନରୁ ଇଚ୍ଛା କରେ। ଏଇ ବାକ୍ୟଟା ମୁଁ ଆମ ଖୋର୍ଦ୍ଧା ଚର୍ଚ୍ଚରେ ପ୍ରକାଶ ପ୍ରଥମେ କରି ବୋଲି ପ୍ରାର୍ଥନା କରୁଥିଲି, କିନ୍ତୁ ପ୍ରଭୁ ଆଜି ହଠାତ୍ ସେଇ ସମୟରେ ଏଇ ବାକ୍ୟ ଏଠି ଆଲୋଚନା କରିବା ନିମନ୍ତେ ମୁଁ ଚାଳନା ପାଇଲି। ତେଣୁ ମୁଁ ଯୋଉ ବିଷୟ କୋଡା ବିଜୟ ଯାତ୍ରା ଠାରୁ ଆରମ୍ଭ କରି ପୁନରୁତ୍ଥାନ ଏବଂ ସେ 40 ଦିନ ଭିତରେ ଯୀଶୁ କଣ କଣ କରିଥିଲେ, ଛୋଟ କରି ମୁଁ ସବୁ ବାକ୍ୟ ପ୍ରସ୍ତୁତ କରିଥିଲି, କିନ୍ତୁ ପ୍ରଭୁଙ୍କର ଯୋଜନା ଆଜି ଅନ୍ୟ ପ୍ରକାର ହେଲା। ଆଉ ଆଗାମୀ ଦିନରେ ସୁଯୋଗ ପାଇଲେ ସେଟା ଆଲୋଚନା କରିବା। ଆସନ୍ତୁ ବାକ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନା କରିବା। କିନ୍ତୁ ସୁନ୍ଦର ଆରାଧନା ହେଇଛି, ପ୍ରଭୁଙ୍କ ଉପସ୍ଥିତି ମଧ୍ୟରେ ଆମେ ଅଛୁ। ପ୍ରତ୍ୟେକଙ୍କୁ ପବିତ୍ର ଆତ୍ମା ମାନଙ୍କୁ ଆତ୍ମାରେ ପ୍ରସ୍ତୁତ କରିଅଛନ୍ତି। ପ୍ରଭୁଙ୍କ ନାମ ଗୌରବ ହଉ। ନିଜକୁ ଅଳ୍ପ ସମୟ ସମର୍ପଣ କରୁଅଛୁ। ରାଜାଧିରାଜ ମହାରାଜ ପ୍ରଭୁ ସ୍ୱର୍ଗସ୍ଥ ପିତା, ତୁମକୁ ଧନ୍ୟବାଦ କରୁଛୁ। ତୁମେ ଆମମାନଙ୍କୁ ଅଳ୍ପ ହେଲେ ମଧ୍ୟ ତୁମରି ପବିତ୍ର ଚରଣ ତଳେ ବସି ପ୍ରଭୁ ତୁମର ଆରାଧନା କରିବା ନିମନ୍ତେ, ଆମମାନଙ୍କର ବୋଝ ତୁମ ନିକଟରେ ସମର୍ପଣ କରିବା ନିମନ୍ତେ, ତୁମର ରବ ଶ୍ରବଣ କରିବା ନିମନ୍ତେ ତୁମେ ଆମମାନଙ୍କୁ ସୁଯୋଗ ଦେଇଛ। ମୋ ଅଯୋଗ୍ୟ ପ୍ରଭୁ, ଏହି ଅସୁଚି ମୁଖରେ ତୁମର ସେ ଜୀବନ୍ତ ବାକ୍ୟକୁ ଭାଙ୍ଗିବାର ମୋର କୌଣସି ସେହିପରି ଉତ୍ତମତା ନଥିଲେ ମଧ୍ୟ ପ୍ରଭୁ ତୁମେ ମତେ ଆଜି ଅନୁଗ୍ରହ କରିଛ ଏହି ବାକ୍ୟକୁ ମୋର ପ୍ରିୟ ଦାସ ଦାସୀ ଭାଇ ଭଉଣୀ ମାନଙ୍କ ପାଖରେ ଆଲୋଚନା କରିବା ପାଇଁ। ପବିତ୍ର ଆତ୍ମା ତୁମ ମୁଖପାତ୍ର ହୁଅ, ପ୍ରତ୍ୟେକଙ୍କର ମନକୁ ସ୍ଥିର କର। ଯୀଶୁଙ୍କ ନାମରେ ମାଗିଲି, ଆମେନ୍। ଆମେ ଅନେକ ବାକ୍ୟ ଶୁଣି ଆସିଛୁ। ଆଉ ଏଇଟା ହୁଏତ ଆମେ ଅଳ୍ପ ଶୁଣିଥିବା ବୋଲି ମୁଁ ଭାବେ, ଯୋଉଟା ବାକ୍ୟ ଆମେ ଆଲୋଚନା କରିବା। ଆମର ଶାସ୍ତ୍ରାଂଶ ଆଜି ଅଛି, କିଏ ଗୋଟେ ପ୍ରାଞ୍ଜଳ ଭାବେ ପାଠ କରିବେ ମାଥ୍ୟୁ 25 ପର୍ବ 31 ରୁ 36 ପାଠ କରିଦେବେ। ମନୁଷ୍ୟ ପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱମହିମାରେ ଆଗମନ କରିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ। ପୁଣି ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ। ଆଉ ମେଷପାଳକ ଯେପରି ଛାଗଠାରୁ ମେଷ ପୃଥକ କରେ, ସେହିପରି ସେ ସେମାନଙ୍କୁ ପରସ୍ପର ଠାରୁ ପୃଥକ କରି ମେଷମାନଙ୍କୁ ଆପଣା ଦକ୍ଷିଣ ପାର୍ଶ୍ୱରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରଖିବେ। ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ କହିବେ, ଆସ, ମୋହର ପିତାଙ୍କ ଆଶୀର୍ବାଦ ପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି, ସେଥିର ଅଧିକାରୀ ହୁଅ। କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭମାନେ ମତେ ଭୋଜନ କରିବାକୁ ଦେଲ, ତୃଷିତ ଥିଲି, ମତେ ପାନ କରିବାକୁ ଦେଲ, ପ୍ରବାସୀ ଥିଲି, ମତେ ଆଶ୍ରୟ ଦେଲ, ଉଲଙ୍ଗ ଥିଲି, ମତେ ବସ୍ତ୍ର ପରିଧାନ କରାଇଲ, ପୀଡ଼ିତ ଥିଲି, ମତେ ସଂଖଳିଲ, କାରାଗାରରେ ଥିଲି, ମୋ ନିକଟକୁ ଆସିଲ। ଆମର ଆଜିର ଆଲୋଚନା ବିଷୟ ଆଜି ପଢିଲେ ମାଥ୍ୟୁ 25 ପର୍ବ 31 ପଦରୁ 36 ପଦ ପାଠ କଲେ। ଆଉ କିନ୍ତୁ ଆମର ଆଲୋଚନାର ବିଷୟ ହବ 33 ପଦ। 33 ପଦ ଆଉ ଥରେ ଅନିତା ପଢିବ ଟିକେ। ମେଷମାନଙ୍କୁ ଆପଣା ଦକ୍ଷିଣ ପାର୍ଶ୍ୱରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରଖିବେ। ଆମେନ୍। ଆମେନ୍। ଆଜି ଯେତେବେଳେ ମୁଁ ଭଉଣୀଙ୍କର ଯେତେବେଳେ ଶୁଣିଲି ଦକ୍ଷିଣ ପାର୍ଶ୍ୱ ବାମ ପାର୍ଶ୍ୱ ବିଷୟରେ, ଦକ୍ଷିଣ ପାର୍ଶ୍ୱ ବିଷୟରେ ଭଉଣୀ କେତେଟା ବି କହିଲେ, ଆମେ ଆଜି ଆଲୋଚନା କରିବା। ଏଇ ମାଥ୍ୟୁ 24 ପର୍ବ 25 ପର୍ବରେ ଅନେକ ଭବିଷ୍ୟତ ବାଣୀ ପ୍ରକାଶିତ କରିଛନ୍ତି ପ୍ରଭୁ। ଆଉ ଦେଖୁ, ପ୍ରଥମେ ପ୍ରଭୁ ଯୀଶୁ ଜଗତକୁ ଆସିଲେ ମାନବ ଜାତିକୁ ପାପରୁ ଉଦ୍ଧାର କରିବା ପାଇଁ ପ୍ରାଣ ଦେବାକୁ ଆସିଲେ। କାରଣ ଜଗତ ପାପରେ ଲିନ ହୋଇଥିଲା। ଆଉ ଆମ୍ଭ ମାନଙ୍କୁ ପାପ ବନ୍ଧନରୁ ମୁକ୍ତି କରିବା ପାଇଁ, ଉଦ୍ଧାର କରିବା ପାଇଁ ଆଉ ପରିତ୍ରାଣ ଦେବାକୁ ଜଗତକୁ ଆସିଲେ। ମୁକ୍ତି ଦେବା ପାଇଁ, ଉଦ୍ଧାର କରିବା ପାଇଁ ଆଉ ପରିତ୍ରାଣ ଦେବା ପାଇଁ। এই 3ଟି ବିଷୟ ମନୁଷ୍ୟ ଜୀବନରେ ନିତାନ୍ତ ଆବଶ୍ୟକ ଅଛି। ଆଉ ବର୍ତ୍ତମାନ ସେ ଆମ୍ଭ ମାନଙ୍କୁ ନେବାକୁ ପୁନର୍ବାର ଜଗତକୁ ଆସୁଅଛନ୍ତି। 2025 ବର୍ଷ ପୂର୍ବେ ଆସିଥିଲେ ଶିଶୁ ରୂପରେ,
ଜଗତରେ ଅନେକ କାର୍ଯ୍ୟ କଲେ, କିନ୍ତୁ ଯୋଉ ପୁନର୍ବାର ଆସୁଛନ୍ତି ଜଗତକୁ, ସେ ସେ କେମିତି ଆସୁଛନ୍ତି? ସେ ଯେତେବେଳେ ପିତାଙ୍କ ଦ୍ଵାରା ସେ କେମିତି ଆସୁଛନ୍ତି? ମହିମ ମାନେ ଦୂତ ମାନଙ୍କ ସହିତ ସେ ଜଗତକୁ ଆସିବେ, ଆମମାନଙ୍କ ନିକଟକୁ ଆସିବେ। ଆମେ ସେ ସମୟରେ ଦେଖିପାରିବା। ଯୀଶୁ ଯେତେବେଳେ ଜଗତରେ ଜନ୍ମ ହୋଇଥିଲେ ଆମେ ଦେଖିନୁ, କିନ୍ତୁ ଫଟୋ ଦେଖିଛୁ, ପଢିଛୁ, ବିଶ୍ୱାସ କରିଛୁ ଯୀଶୁ କିଏ, କଣ, କିପରି। ମାତ୍ର ସମୟ ଆସି ଯାଉଛି, ପ୍ରଭୁ ବିଚାର କରିବା ପାଇଁ ଯେତେବେଳେ ଆସିବେ, ସେତେବେଳେ ଆମେ ଯୀଶୁଙ୍କୁ ଦେଖିବା। ହେଲେ ପ୍ରିୟ ମାନେ, ସେ କାହିଁକି ଆସିବେ? ଏଇ ଯୋଉ ଆମେ ପଢିଲେ ମାଥ୍ୟୁ 25 ଏଇ ଯୋଉ 32, 33, 34 ଲେଖାଯାଇଅଛି, ସେ କାହିଁକି ସେ ଆସିବେ। ଲେଖାଯାଏ ଗୋଟିଏ ଭାଗ ବଣ୍ଟା କରିବା ନିମନ୍ତେ ସେ ଆସିବେ, 2 ଭାଗ କରିବାକୁ ଆସିବେ। ପୃଥିବୀରେ ସମସ୍ତେ ଜନତା ଅଛୁ, ଭିନ୍ନ ଭିନ୍ନ ଧର୍ମ, ଭିନ୍ନ ଗୋଷ୍ଠୀ, ଭିନ୍ନ ଜାତି, ଭିନ୍ନ ଭିନ୍ନ ଭାଷାବାଦୀ ଆମେ ଜଗତରେ ଅଛୁ। ସେଦିନ ସମସ୍ତଙ୍କୁ ଏକତ୍ର କରାଯିବ, ଆଉ ସେଦିନ ଭାଗ ବଣ୍ଟା ହବ। ସେ କାହିଁକି ଆସିବେର ଉତ୍ତର, ଭାଗ ବଣ୍ଟା କରିବା ନିମନ୍ତେ ସେ ଜଗତକୁ ଆସୁଅଛନ୍ତି। ହେଲେ କାହାକୁ ସେ ଭାଗ ବଣ୍ଟନ କରିବେ? ଆଜିର ଶାସ୍ତ୍ରାଂଶ ଅନୁସାରେ ସମସ୍ତ ଜାତିକୁ ଯେତେବେଳେ ଏକତ୍ର କରାଯିବ, ସମସ୍ତ ଜାତି ତାଙ୍କ ସମ୍ମୁଖରେ ମଧ୍ୟ ଏକତ୍ର ହେବେ। ଆଉ ମେଷପାଳକ ଯେପରି ଛାଗ ମାନଙ୍କ ଠାରୁ ମେଷ ମାନଙ୍କୁ ପୃଥକ କରେ, ସେହିପରି ସେମାନଙ୍କୁ ପରସ୍ପର ଠାରୁ ପୃଥକ କରିବେ। ଛାଗ, ମେଷ, ଏ ଶବ୍ଦ ଗୁଡାକ ଆମେ ପଢୁଛୁ, ଆମେ ତଳକୁ ବି ଦେଖିବା। ଛାଗ କଣ, ମେଷ କଣ ଆମେ ଜାଣିଛୁ, ତଥାପି ଆମେ ଆଲୋଚନା କରିବା। ଆଉ ପୃଥକ କରି ସେ କଣ କରିବେ? ଦକ୍ଷିଣ ପାର୍ଶ୍ୱ କଥା ଆମେ ପଢୁଛୁ 33 ପଦରେ, ମେଷ ମାନଙ୍କୁ ଆପଣା ଦକ୍ଷିଣ ପାର୍ଶ୍ୱରେ ଓ ଛାଗ ମାନଙ୍କୁ ଆପଣା ବାମ ପାର୍ଶ୍ୱରେ ରଖିବେ। ତାହା ଶାସ୍ତ୍ର ଆମକୁ ପ୍ରକାଶ କରେ। ବିଚାର ଦିନରେ ସମସ୍ତ ଜାତି ଏକତ୍ର ହେବେ, ଭାଗ ବଣ୍ଟା ଯିବ, ଆଉ କାହାକୁ? ଛାଗ, ମେଷ 2 ଭାଗ କରାଯିବ। ଆଉ କାହାର ସ୍ଥାନ କୋଉଠି, ସେଦିନ ପ୍ରଭୁ ବିଚାର କରିବେ। ଛାଗ ମାନଙ୍କୁ କେଉଁ ପଟେ ରଖାଯିବ, ଆଉ ମେଷ ମାନଙ୍କୁ କେଉଁ ପଟେ ରଖାଯିବ। ଆଉ ଏଠି ଲେଖାଯାଇଛି, ଆମେ ପଢିଲେ, ଯେତେବେଳେ ସେଇପରି ସମୟ ଆସିବ, ସେ ସମୟରେ କିଏ କେଉଁ ପଟେ ରହିବେ, ଆମେ ବର୍ତ୍ତମାନ ଆମେ ବିଚାର କରି କାହା ଆଗରେ ଆମେ ପ୍ରକାଶ କରିପାରିବା ନାହିଁ। ଆମେ ବେଳେ ବେଳେ କହିଥାଉ, ଇଏ ଏତେ ଧର୍ମ କର୍ମ କରୁଛି, ଏତେ ଆରାଧନା କରୁଛି, ବାକ୍ୟ ପ୍ରଚାର କରୁଛି, ଏ ନିତାନ୍ତ ସ୍ୱର୍ଗକୁ ଯିବ। କିନ୍ତୁ ସେହି ବିଚାର ଆମେ କରିପାରିବା ନାହିଁ। ପ୍ରଭୁ ଯୀଶୁ ତାହା ବିଚାର କରିବେ। ଆମେ ଖାଲି ଆଖିରେ ଦେଖିକି ବିଚାର କରିପାରିବା ନାହିଁ। ହୃଦୟ ପ୍ରଭୁ, ଆମର କାର୍ଯ୍ୟ ପ୍ରଭୁ ଦେଖନ୍ତି। ଆମେ ଏବେ ସମୀକ୍ଷା କରିବା। ଆଜି ଦିନ ଏଇ ଶାସ୍ତ୍ର ଆଲୋଚନା ପରେ ଆମେ ନିଜକୁ ସମୀକ୍ଷା କରିବା, ମୁଁ କେଉଁଠାରେ ରହିବି। ବାକ୍ୟ ଆଲୋଚନା ପୂର୍ବରୁ ଆମେ ଜାଣୁଥିବା, ନିଜକୁ ପ୍ରସ୍ତୁତି କରୁଥିବା ଆମର ସ୍ଥାନ କେଉଁଠାରେ। ମୁଁ ପ୍ରଭୁ ଯୀଶୁଙ୍କର ବାମ ପଟେ ନା ଡାହାଣ ପଟେ ରଖାଯିବି। ଆମେ କେବେ କି ସଠିକ କହିପାରିବା ନାହିଁ କେଉଁଠାରେ ରହିବ। ଏତେ ଭଲ କାମ କରୁଛି, ଏତେ ଖରାପ କାମ କରୁଛି, ବେଳେ ବେଳେ ଜାଗତିକର ଜର୍ଜ ହେଇଥାଉ, ବିଚାର ମଧ୍ୟ କରିଥାଉ। ପ୍ରଭୁ ଆମମାନଙ୍କୁ କ୍ଷମା କରନ୍ତୁ। ମୋର ପ୍ରିୟ ମାନେ, ଏହି ବିଚାର କାର୍ଯ୍ୟ ଆମର ନୁହେଁ, ତାହା କେବଳ ପ୍ରଭୁ ଯୀଶୁଙ୍କର। ଯେପରି ମେଷ ଓ ଛାଗ ମାନଙ୍କୁ ଅଲଗା ରଖେ, ସେ ଛାଗ ମାନଙ୍କୁ ବାମ ପଟେ ରଖୁଛି ଓ ମେଷ ମାନଙ୍କୁ ଡାହାଣ ପଟେ ରଖୁଛି। କାହିଁକି ଏଟା ହେଲା? ଛାଗ ମାନେ କଣ କଲେ, ଆଉ ମେଷ ମାନେ ଅଧିକ କଣ କଲେ? ସେମାନେ କାହିଁକି ବାମ ପଟେ ରଖାଗଲେ, ଏମାନେ କାହିଁକି ଡାହାଣ ପଟେ ରଖାଗଲେ? ଏହା ଗୋଟିଏ ବଡ ବିଷୟ ଅଟେ। ହୁଏତ ହେଇପାରିଥାନ୍ତା ଛାଗ ମାନଙ୍କୁ ଡାହାଣ ପଟେ ବି ହେଇଥାନ୍ତା, ମେଷ ମାନଙ୍କୁ ବାମ ପଟେ ରଖୁନାହାନ୍ତି କାହିଁକି? ତାହାକୁ ବୁଝିବାର ଆମମାନଙ୍କର ଆବଶ୍ୟକତା ରହିଛି। ତାର କାରଣ, ମେଷ ପ୍ରଭୁ ଯୀଶୁଙ୍କର ଡାହାଣ ପଟେ ରହିବାକୁ ହିଁ ଯୋଗ୍ୟ। କାରଣ ମେଷ ତାଙ୍କର ସ୍ୱର ଶୁଣେ। ବାକ୍ୟରେ ଆମେ ପଢିଛୁ, ମେଷ ତାଙ୍କର ସ୍ୱର ଶୁଣେ, ସ୍ୱରକୁ ଚିହ୍ନେ। ଆଉ ଯେଉଁ ମେଷ ତାଙ୍କ ସ୍ୱରକୁ ଅଗ୍ରାହ୍ୟ କରିଛି, ଯେଉଁ ମେଷ ସ୍ୱରକୁ, ତାଙ୍କ ରବକୁ ଶୁଣିଲେ ମଧ୍ୟ ନ ଶୁଣିଲା ଭଳି ରହେ, ସେ ଡାହାଣ ପାର୍ଶ୍ୱରେ ରହିବାକୁ ଯୋଗ୍ୟ ନୁହେଁ। ନିଜ ନିଜକୁ ଆମେ ତଉଲୁଥିବା, ଆମେ ଯେଉଁ ମେଷ ତାଙ୍କର ସ୍ୱର ଶୁଣି ଆମେ ଅଗ୍ରାହ୍ୟ କରୁଛୁ, ଯେଉଁ ମେଷ ସ୍ୱରକୁ ଶୁଣିଲେ ମଧ୍ୟ ନ ଶୁଣିଲା ଭଳି ରହେ, ସେ ଡାହାଣ ପାର୍ଶ୍ୱରେ ରହିବା ପାଇଁ ଯୋଗ୍ୟ ନୁହେଁ। ହେଲେ ଡାହାଣ ପାର୍ଶ୍ୱ ପୁଣି କଣ?
ଆଜି ଆମେ ଟିକେ ଟିକେ ଶୁଣୁଥିଲୁ, ଆଗରୁ ବି କିଛି ଜାଣିଛୁ, ଆଜି ବି ଶିଖିବା। ଡାହାଣ ପାର୍ଶ୍ୱ ଏକ ଉତ୍କୃଷ୍ଟ ସ୍ଥାନ। ଆମେ ଶୋଇଲା ବେଳକୁ ଅଳିଆ ଜାଗାରେ କେବେ ଶୋଇନଥାଉ, ସୁନ୍ଦର ସ୍ଥାନ ଗୋଟେ ସଜେଇଥାଉ, ତା ଶୋଇବା ପାଇଁ ଉତ୍କୃଷ୍ଟ ହେଲା ଭଳିଆ। ହେଲେ ଡାହାଣ ପାର୍ଶ୍ୱ ଉତ୍କୃଷ୍ଟ ସ୍ଥାନ ଅଟେ। ସେଥିପାଇଁ ସେ ମେଷ ମାନଙ୍କୁ ରଖିବାକୁ ଡାହାଣ ପାର୍ଶ୍ୱରେ ଶ୍ରେୟସ୍କର ମନେ କରନ୍ତି। ହେଲେ ଏଇ ମେଷ ମାନେ ପୁଣି ତାଙ୍କର ଜୀବନ କଣ ଥିଲା, ସେ କାହିଁକି ସେମାନେ ଦକ୍ଷିଣ ପାର୍ଶ୍ୱରେ ରଖିବା ପାଇଁ ପ୍ରଭୁ ଶ୍ରେୟସ୍କର ମନେ କଲେ, ଆମେ ତଳକୁ ଆଲୋଚନା କରେ ଏଟା ଆମେ ଜାଣିବା। ମୋର ପ୍ରିୟ ମାନେ, ଆମେ ନିଜ ନିଜକୁ ଏହି ସମୟରେ ସମୀକ୍ଷା କରୁଥିବା। ଯେହେତୁ ପ୍ରଭୁଙ୍କର ରବ ଆମମାନଙ୍କୁ କଥା କହୁଛି, ଆଜି ପ୍ରଭୁଙ୍କର ରବକୁ ଆମେ ଶୁଣିବା ପାଇଁ ବସିଛୁ। ପ୍ରଭୁ ଆମମାନଙ୍କୁ ସଂଶୋଧନ କରିବାକୁ ଆଜି ଏହି ବାକ୍ୟ ଦେଇଛନ୍ତି। ମୁଁ ଆଗ 5 ଦିନ ପୂର୍ବରୁ ଏହି ବାକ୍ୟ ଜମା ପ୍ରସ୍ତୁତ ହେଇନଥିଲି। ଆଉ କେମିତି ସମୀକ୍ଷା କରିବା? ଆମମାନଙ୍କର କାର୍ଯ୍ୟକଳାପକୁ, ଆମମାନଙ୍କର ଆଚରଣକୁ, ଆମମାନଙ୍କର ଚିନ୍ତାଧାରାକୁ, ଆମମାନଙ୍କର ଭାବନାକୁ, ଆମମାନଙ୍କର ବାସ୍ତବ ଖ୍ରୀଷ୍ଟୀୟ ଜୀବନ କିପରି ଅଛି ଆମ ଜୀବନରେ, ଆତ୍ମିକ ଜୀବନର ମାନ ଆମ ଜୀବନରେ କେତେ ଅଛି, ନିଜ ବିଷୟରେ ଚିନ୍ତା କରିବା ଆବଶ୍ୟକ ରହିଛି। ଗୋଟେ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଏହି ସମାଜରେ ଆମର ମାନ କେତେ ତୋଲୁଥିବା ଆମେ? ଏହି ଘଟଣା ନିତାନ୍ତ ହେବ। ଏଇଟା କଳ୍ପିତ କାହାଣୀ ନୁହେଁ, ରାମାୟଣ ନୁହେଁ, ଏଇଟା ଈଶ୍ୱରଙ୍କ ମୁଖ ନିଃସୃତ ବାଣୀ, ଭବିଷ୍ୟତବାଣୀ ଆମମାନଙ୍କ ନିମନ୍ତେ, ଯେପରି ଆମେ ପ୍ରସ୍ତୁତି ହେବା। କାରଣ ବାଇବଲରେ କୌଣସି ଲେଖାଟା ଲୋପ ପାଇବ ନାହିଁ, ଏଟା ଲେଖାଯାଏ। ସୂର୍ଯ୍ୟ ଚନ୍ଦ୍ର ଲୋପ ପାଇବ, ମାତ୍ର ପ୍ରଭୁ ଯୀଶୁଙ୍କର ମୁଖ ନିଃସୃତ ବାକ୍ୟ କଦାପି ଲୋପ ପାଇବ ନାହିଁ। ଆମେ ବାକ୍ୟରେ ଆମେ ପଢିଛୁ। ଆଉ ଏହା ପ୍ରିୟ ମାନେ ଅତି ସନ୍ନିକଟ, ଅତି ସନ୍ନିକଟ ଏହି ଦିନ ଘଟିବା ପାଇଁ ଯାଉଅଛି। ମୁଁ ଆଉ ଆପଣ ମାନେ ବର୍ତ୍ତମାନ ଚିନ୍ତା କରିବା, ସେଦିନ ମୁଁ ଯୀଶୁଙ୍କର କେଉଁ ପାର୍ଶ୍ୱରେ ରହିବି? ଦକ୍ଷିଣ ପାର୍ଶ୍ୱ ନା ବାମ ପାର୍ଶ୍ୱରେ ରହିବି? ଆଜିର ଶୀର୍ଷକ ହବ, ମୁଁ କେଉଁ ପାର୍ଶ୍ୱରେ ସ୍ଥାନ ପାଇବି? ମୁଁ କେଉଁ ପାର୍ଶ୍ୱରେ ସ୍ଥାନ ପାଇବି? ଦକ୍ଷିଣ ପାର୍ଶ୍ୱରେ ନା ବାମ ପାର୍ଶ୍ୱରେ? ମୁଁ ଛାଗ ଅଟେ ନା ମୁଁ ମେଷ ଅଟେ? ଏଇ ଆଲୋଚନା ଆମେ ନିଜ ଲୋକ ମଧ୍ୟ ଆମେ ସମୀକ୍ଷା କରିପାରୁଥିବା, କୋଉମାନେ ତାଙ୍କର ଦକ୍ଷିଣ ପାର୍ଶ୍ୱରେ ସ୍ଥାନ ପାଇବେ। କାରଣ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କର ସ୍ଥାନ ଦକ୍ଷିଣ ପାର୍ଶ୍ୱ ବୋଲି ବାକ୍ୟରେ ଲେଖାଯାଏ। ତଳକୁ ଆମେ ଦେଖିବା ଅନେକ ରେଫରେନ୍ସ ବାକ୍ୟରେ ଲେଖାଯାଇଛି। ଆଉ ପ୍ରକୃତରେ ଈଶ୍ୱରଙ୍କର ଦକ୍ଷିଣ ପାର୍ଶ୍ୱ କଣ ଅଟେ? ପ୍ରଶ୍ନ ମୋର ଆଜିର ପ୍ରଶ୍ନ, ଆଉ ସମସ୍ତଙ୍କ ପାଇଁ ଆମମାନଙ୍କର ଗୋଟେ ପ୍ରଶ୍ନ, ପ୍ରକୃତରେ ଈଶ୍ୱରଙ୍କର ଦକ୍ଷିଣ ପାର୍ଶ୍ୱ କଣ ଅଟେ? ଉତ୍ତର, ଈଶ୍ୱରଙ୍କ ଲୋକମାନେ ଈଶ୍ୱରଙ୍କ ଦ୍ଵାରା ମନୋନୀତ ହୁଅନ୍ତି, ସେମାନେ ଧାର୍ମିକ। ଯୋଉମାନେ ଧାର୍ମିକ ଗଣିତ ହୁଅନ୍ତି, ଈଶ୍ୱରଙ୍କ ଦ୍ଵାରା ଯୋଉ ମନୁଷ୍ୟ ଧାର୍ମିକ ଗଣିତ ହୁଏ, ତାଙ୍କ ନିମନ୍ତେ ସେଇ ଦକ୍ଷିଣ ପାର୍ଶ୍ୱ ଈଶ୍ୱରଙ୍କ ଦ୍ଵାରା ମନୋନୀତ ହୋଇଥିବାର ଅଛି। କଲେକ୍ଟର, ଏସପି, ଡକ୍ଟର, ଇଞ୍ଜିନିୟରଙ୍କ ଦ୍ଵାରା, ଡକ୍ଟର ଆମକୁ ବେଳେ ବେଳେ ମେଡିକାଲ ସାର୍ଟିଫିକେଟ ଦେଇଥାନ୍ତି, ଫିଟ୍ ଦେଖାଗଲ। ଖେଳ ପାଇଁ ଏଣ୍ଟ୍ରାନ୍ସ ଦେଲେ ସେମାନେ ଦେଇ କହିଥାନ୍ତି ଫିଟ୍ ହେଲ। କିନ୍ତୁ ସେଇ ଦକ୍ଷିଣ ପାର୍ଶ୍ୱର ସ୍ଥାନ ପାଇବା ନିମନ୍ତେ ସାର୍ଟିଫିକେଟ କେବଳ ସେ ମେଷ ଶାବକ, ରାଜା ମାନଙ୍କର ରାଜା ପ୍ରଭୁ ଯୀଶୁ ସେଦିନ ଆମମାନଙ୍କୁ ସେଇ ସ୍ଥାନ ଦେବେ, ସେଇ ସାର୍ଟିଫିକେଟ ସେ ଦେବେ। ପ୍ରକୃତରେ ଦକ୍ଷିଣ ପାର୍ଶ୍ୱ କାହା ନିମନ୍ତେ? ଆଉ ଥରେ କହି ରଖେ, ଯୋଉମାନେ ଈଶ୍ୱରଙ୍କ ଦ୍ଵାରା ମନୋନୀତ ହୋଇଥାନ୍ତି, ଧାର୍ମିକ ଗଣିତ ହୋଇଥାନ୍ତି, ସେମାନଙ୍କ ନିମନ୍ତେ ଦକ୍ଷିଣ ପାର୍ଶ୍ୱ ଅଟେ। ହେଲେ ଏହି ସମୟରେ ଆମେ ପ୍ରଭୁ ଯୀଶୁଙ୍କ ବିଷୟ ଆଲୋଚନା କରିବା। ହେଲେ ପ୍ରଭୁ ଯୀଶୁ ଜଗତ ମଧ୍ୟକୁ କାହିଁକି ଆସିଲେ? ଆମେ ସମସ୍ତେ ପଢିଛୁ, ଏଇ ଗତ ଦିନ ମାନଙ୍କରେ ମଧ୍ୟ ଆଲୋଚନା କରି କରି ଯାଇଛୁ, ଶୁଣିଛୁ, ଅନେକଙ୍କ ଠାରେ ମଧ୍ୟ ଆମେ ଶିକ୍ଷା ଦେଇଛୁ। ହେଲେ ପ୍ରଭୁ ଯୀଶୁ ଜଗତ ମଧ୍ୟରୁ ଆମମାନଙ୍କୁ କଣ କରୁଛନ୍ତି? ଆମେ ପ୍ରଭୁଙ୍କର ମନୋନୀତ, ଜଗତର ଲୋକ ଦଣ୍ଡାଜ୍ଞା, ଅଭିଶାପ, ଏଥିରୁ ଆମମାନଙ୍କୁ ମୁକ୍ତ କରିବା ପାଇଁ ସେ ଜଗତକୁ ଆସିଲେ। ସ୍ୱର୍ଗ ସୁଖ ଛାଡି, ସ୍ୱର୍ଗର ସମସ୍ତ ଗୌରବ, ସ୍ୱର୍ଗର ମହିମାକୁ ପରିତ୍ୟାଗ କରି ସେ ଧରା ପୃଷ୍ଠକୁ, ଏ ପାପମୟ ଜଗତକୁ ଆସିଲେ। କେବଳ ସେତିକି ନୁହେଁ, ଆମମାନଙ୍କ ନିମନ୍ତେ ଯାତନା ସହିଲେ, ମୃତ୍ୟୁ ଭୋଗ କଲେ, 3 ଦିନରେ ଉଠିଲେ, ପୁଣି ପୁନରୁଦ୍ଧିତ ମଧ୍ୟ ହେଲେ। ଏତେ ଗୁଡେ କାମ ହେଲା। ଜଗତକୁ ଆସିଲେ, ଜଗତରେ ବଡ ହେଲେ, ଜଗତର କାର୍ଯ୍ୟ କଲେ, ଜଗତ ଲୋକଙ୍କ ସହିତ ମିଶିଲେ, ପୁଣି
ତାଙ୍କର ଉପଯୁକ୍ତ ସମୟରେ ସେବା କାର୍ଯ୍ୟ କଲେ, ସମୟାନୁକ୍ରମେ ସେ ଲୋକଙ୍କ ଦ୍ୱାରା ଅପମାନିତ ହେଲେ, କ୍ରୁଶୀୟ ଯନ୍ତ୍ରଣା ଭୋଗ କଲେ, ସମାଧିସ୍ଥ ହେଲେ, ପୁଣି ପୁନରୁତ୍ଥିତ ହେଲେ। ଏତେ ଅଳ୍ପ ଦିନ ଭିତରେ କେତେ କାର୍ଯ୍ୟ ସେ କରିଛନ୍ତି, ହେଲେ ସେ ବର୍ତ୍ତମାନ କେଉଁଠାରେ ଅଛନ୍ତି? ଆମେ ତ ଏଇ ଗତ ଦିନ ଆମେ ଜାଣିଛୁ ସେ ପୁନରୁତ୍ଥିତ ଉଠିଲେ, କବରରୁ ଉଠିଲେ, ବର୍ତ୍ତମାନ ସେ କେଉଁଠାରେ ଅଛନ୍ତି? ରୋମିଓ 8:34 କିଏ ଗୋଟେ ପାଠ କରିବେ? କିଏ ଦଣ୍ଡାଜ୍ଞା ଦବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁ ଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି। ଆମେନ୍। ଧନ୍ୟବାଦ ଭଉଣୀ, ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମେ ଶୁଣିଲେ ସେ ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ଆଉ ଆମମାନଙ୍କ ନିମନ୍ତେ ସେ ନିବେଦନ କରୁଅଛନ୍ତି। ତାଙ୍କର ତ କାର୍ଯ୍ୟ ଜଗତରେ ସରିଗଲା, ପୁଣି ସେ କାହିଁକି ପୁଣି ଆମମାନଙ୍କ ନିମନ୍ତେ ପିତାଙ୍କ ନିକଟରେ ସେ ନିବେଦନ କରୁଅଛନ୍ତି? ପ୍ରଭୁ ଯୀଶୁ ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ତାଙ୍କର ସ୍ଥାନ ଅଛି। ସେ ଉପବେଶନ କରି ସେ ଆରାମରେ ଅଛନ୍ତି ବୋଲି ଆମେ ଭାବିବା ନାହିଁ। ସେ ଆମମାନଙ୍କ ନିମନ୍ତେ ପିତାଙ୍କ ନିକଟରେ ନିବେଦନ କରୁଅଛନ୍ତି। କଣ ନିବେଦନ କରୁଛନ୍ତି ପ୍ରିୟ ମାନେ? ସେ କହୁଛନ୍ତି ଏହାକୁ ଆଜି କ୍ଷମା କର, କାଲି ସୁଧୁରି ଯିବ, ଆସନ୍ତା କାଲି ପରିବର୍ତ୍ତନ ହବ। ଏହିପରି କେବଳ ମୋ ପାଇଁ ନୁହେଁ, ଆପଣଙ୍କ ମାନେ ଜଗତର ପ୍ରତ୍ୟେକ ମାନବ ଜାତି ଯୋଉମାନେ ଭୁଲ କାର୍ଯ୍ୟ କରୁଅଛୁ, ଯୋଉମାନେ ଈଶ୍ୱରଙ୍କ ଦୃଷ୍ଟିରେ ଅସମ୍ମାନ କାର୍ଯ୍ୟ କରୁଅଛୁ, ଘୃଣ୍ୟ କାର୍ଯ୍ୟ କରୁଅଛୁ, ସେଇ କ୍ଷମା ପାଇବା ନିମନ୍ତେ ପୁନର୍ବାର ସେ ଈଶ୍ୱରଙ୍କର ଦକ୍ଷିଣ ପାର୍ଶ୍ୱରେ ବସି ଆମମାନଙ୍କ ନିମନ୍ତେ ସେ ନିବେଦନ କରୁଅଛନ୍ତି। ତାଙ୍କର ବିଶ୍ରାମ ହିଁ ନାହିଁ। ଜଗତରେ ଏତେ କଷ୍ଟ ସମ୍ଭାଳିଲେ ପୁଣି ତାଙ୍କର ବିଶ୍ରାମ ନାହିଁ। ଯେ ଦକ୍ଷିଣ ପାର୍ଶ୍ୱରେ ଉପବେଶନ ହୋଇ ବସି ପିତା ପରମେଶ୍ୱରଙ୍କ ନିକଟରେ ଆମ ପାଇଁ ପ୍ରାର୍ଥନା କରୁଅଛନ୍ତି। ସେଇ ଦକ୍ଷିଣ ପାର୍ଶ୍ୱ ତାଙ୍କ ନିମନ୍ତେ ଯୋଗ୍ୟ। ପ୍ରିୟ ମାନେ, ସେଥିପାଇଁ ପ୍ରତ୍ୟେକ ଦିନ ପ୍ରତ୍ୟେକ ଲୋକମାନଙ୍କର ସେ ନିବେଦନ କରୁଛନ୍ତି। ବାଇବଲରେ ଲେଖାଯାଏ, ପ୍ରାୟ 20 ଥର ଲେଖାଯାଇଛି ପ୍ରଭୁ ଯୀଶୁ ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି ବୋଲି। ହେଲେ ଅଛନ୍ତି ବୋଲି ତ କହିହବ ନା, କିଏ ଦେଖିଥିବେ, କିଏ କଣ କରିଥିବେ, ସେଇଟା ମଧ୍ୟ ବାଇବଲରେ ଲେଖାଯାଇଛି। ସେ ଜଗତକୁ ଆସିଲେ, ମୃତ୍ୟୁବରଣ କଲେ, ପୁନରୁତ୍ଥିତ ହେଲେ। ଏଥିରେ ତ କାମ ଶେଷ ହଉନାହିଁ। ବର୍ତ୍ତମାନ ସୁଦ୍ଧା ଆମମାନଙ୍କର ପାପ କ୍ଷମା ପାଇଁ ଆମେ ଆଶୀର୍ବାଦ ପ୍ରାପ୍ତ ହଉ ଆଉ ପରିତ୍ରାଣ ପାଉ, ଏଥି ନିମନ୍ତେ ସେ ପିତାଙ୍କ ନିକଟରେ ନିବେଦନ କରୁଅଛନ୍ତି। 3ଟି ବିଷୟ: ଆମମାନଙ୍କର ପାପ କ୍ଷମା ପାଇଁ, ଆମେ ଆଶୀର୍ବାଦ ପ୍ରାପ୍ତ ହଉ ସେଥିପାଇଁ, ଆମେ ପରିତ୍ରାଣ ପାଉ ସେଥିପାଇଁ ସେ ପିତାଙ୍କ ନିକଟରେ ନିବେଦନ କରୁଅଛନ୍ତି। ଏଥିରୁ ଆମେ ଜାଣିପାରୁଛୁ ପିତାଙ୍କର ଦକ୍ଷିଣ ପାର୍ଶ୍ୱ କେଉଁମାନଙ୍କର ଅଟେ। ଉତ୍ତର କହିବା ନିଷ୍ପାପୀ ଲୋକମାନଙ୍କ ପର। ସେଇ ପ୍ରଭୁ ଯୀଶୁ ନିଷ୍ପାପୀ ଥିଲେ। ଯୀଶୁଙ୍କର ଆମେ କ୍ୱାଲିଫିକେସନ ଗୁଣ ଜାଣୁଛୁ। ତାଙ୍କର ଦକ୍ଷିଣ ପାର୍ଶ୍ୱରେ ସେ କାହିଁକି ସ୍ଥାନ ପାଇଲେ? ସେ ପବିତ୍ର, ନିଷ୍ପାପ, ନିଦାଗ ପ୍ରଭୁ। ତାଙ୍କ ନିକଟରେ ପାପର ଲେଶ ମାତ୍ର ନଥିଲା। ମୋର ପ୍ରିୟ ମାନେ, ଆମମାନେ ଜଗତ ମନୁଷ୍ୟ। ସେ ଆମ ପାଇଁ ଆମେ କିପରି ତାଙ୍କର ଦକ୍ଷିଣ ପାର୍ଶ୍ୱରେ ସ୍ଥାନ ପାଇବା, ଆମେ କିପରି ପାପ କ୍ଷମା ପାଇବା, କିପରି ଆଶୀର୍ବାଦ ପ୍ରାପ୍ତ ହେବା, କିପରି ପରିତ୍ରାଣ ପ୍ରାପ୍ତ ହେବା, ଏଇ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟ ପିତାଙ୍କ ନିକଟରେ ଚାଲୁ ରହିଛି। ହେଲେ ଆମକୁ ଆଜି ପ୍ରଶ୍ନ ନିଜେ କରିବା, ଆମେ କିପରି ଦକ୍ଷିଣ ପାର୍ଶ୍ୱରେ ଆମେ ସ୍ଥାନ ପାଇବା? ଆମମାନଙ୍କର ପ୍ରସ୍ତୁତି କଣ? ମେଷମାନଙ୍କୁ ତାଙ୍କର ଦକ୍ଷିଣ ପାର୍ଶ୍ୱରେ ରଖାଯିବା ବିଷୟ ଆମେ ଶାସ୍ତ୍ରାଂଶରେ ଆମେ ମାନେ ପଢିଲୁ। ଅର୍ଥାତ୍ ପବିତ୍ର ଲୋକମାନଙ୍କୁ, ଉତ୍ତମ ଲୋକମାନଙ୍କୁ, ଧାର୍ମିକ ଲୋକମାନଙ୍କୁ ଦକ୍ଷିଣ ପାର୍ଶ୍ୱରେ ରଖାଯିବ। ହେଲେ ଆମ୍ଭମାନଙ୍କୁ ପରିତ୍ରାଣ ବିଷୟ ବୋଲି ତ ଗୋଟିଏ ଦିଆଯାଇଛି। ପାପ କ୍ଷମା, ଆଶୀର୍ବାଦ, ପରିତ୍ରାଣ। ଏଇ ପରିତ୍ରାଣ ଯଦି ଆମ ଜୀବନରେ ନାହିଁ ତ ନାହିଁ, କିନ୍ତୁ ପରିତ୍ରାଣ ଆମ ମାନଙ୍କ ନିମନ୍ତେ ନିଶ୍ଚୟ ଅଛି। କାହିଁକି? ସେ ଆମମାନଙ୍କ ନିମନ୍ତେ ତାଙ୍କ ରକ୍ତରେ ଆମମାନଙ୍କୁ ତାଙ୍କ ରକ୍ତ ଦ୍ଵାରା ସେ କ୍ରୟ କରିଅଛନ୍ତି। ତାଙ୍କର ରକ୍ତ ଢାଳି ସେ ଆମମାନଙ୍କୁ ପରିତ୍ରାଣ ଦେଇଅଛନ୍ତି। ହଁ, ସେ ଦେଇଅଛନ୍ତି ସତ, ତାହାକୁ ଆମେ କିପରି ବ୍ୟବହାର କରୁଛୁ? ଯେପରି ଆମେ ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ବସିବାକୁ ଯୋଗ୍ୟ ହୋଇପାରିବା। ପ୍ରଭୁ ଆମମାନଙ୍କୁ ଯେଉଁ ପରିତ୍ରାଣ ଦେଇଅଛନ୍ତି, ସେଇ ପବିତ୍ର ପରିତ୍ରାଣକୁ ଆମେ ଜଗତରେ ବଞ୍ଚିଥିବା ସମୟରେ ଆମେ କିପରି ତାଙ୍କୁ
ଧରି ରଖିପାରିବା, କଣ କଲେ ଆମମାନଙ୍କ ଜୀବନରେ ଆମେ ପରିତ୍ରାଣ ହରେଇବା ନାହିଁ, ସେଇ ପରିତ୍ରାଣ ନେଇ ଆମେ ସେଦିନ ସେ ଦକ୍ଷିଣ ପାର୍ଶ୍ୱ ସ୍ଥାନ ପାଇବା। ସେ ଆମମାନଙ୍କ ଜୀବନରେ ପରିତ୍ରାଣ ଯଦି ଧରି ରଖିବା ତେବେ ଦକ୍ଷିଣ ପାର୍ଶ୍ୱରେ ବସିବାକୁ ଯୋଗ୍ୟ ହୋଇପାରିବା। ଯେପରି ଛାଗ ମେଷ ଅଲଗା କରାଯିବା ସମୟରେ ଦକ୍ଷିଣ ପାର୍ଶ୍ୱରେ ରହିପାରିବା, ଏଥି ନିମନ୍ତେ ପ୍ରଭୁ ଆପଣା ପ୍ରାଣ ଦେଇ ରକ୍ତ ଦେଇ ଆମମାନଙ୍କୁ କଣ କଲେ? ମନୋନୀତ କଲେ। ଯେଉଁ ଯୀଶୁ ଦିନେ ଧରା ପୃଷ୍ଠରେ ମନୁଷ୍ୟ ମାନଙ୍କ ଦ୍ଵାରା ଅଗ୍ରାହ୍ୟ ହୋଇଥିଲେ, ଦିନେ ଜଗତର ଲୋକଙ୍କର ସେ ଘୃଣ୍ୟ ହୋଇଥିଲେ, ସେହି ପ୍ରଭୁ ଯୀଶୁ ଆଜି ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ସେ ଅଛନ୍ତି। କେତେ କଷ୍ଟ କରି ଜଗତରୁ ସେ ପବିତ୍ରତା ହେଇଛନ୍ତି। ଧରା ପୃଷ୍ଠ ମନୁଷ୍ୟ ମାନଙ୍କ ଦ୍ୱାରା ସେ କେତେ ଅଗ୍ରାହ୍ୟ ହେଲେ। ଯୀଶୁଙ୍କୁ ଆଜି ପର୍ଯ୍ୟନ୍ତ ଲୋକମାନେ ତୁଚ୍ଛୀକୃତ କରୁଅଛନ୍ତି, କିନ୍ତୁ ମୋର ପ୍ରିୟ ମାନେ ଆନନ୍ଦର ବିଷୟ, ଯୀଶୁ ଉଚ୍ଚ ସ୍ଥାନରେ ବସି ଅଛନ୍ତି। ଈଶ୍ୱରଙ୍କର ସେ ଦକ୍ଷିଣ ପାର୍ଶ୍ୱ ସର୍ବୋଚ୍ଚ ସ୍ଥାନ ବୋଲି ବାକ୍ୟରେ ଲେଖାଯାଇଛି। ରୋମିଓ ପୁସ୍ତକ 8:34 ଆମେ ପଢିଲେ ପଦ ଅନୁସାରେ ସେ ସର୍ବୋଚ୍ଚ ସ୍ଥାନରେ ବସି ଅଛନ୍ତି, କାରଣ ପିତାଙ୍କର ଦକ୍ଷିଣ ପାର୍ଶ୍ୱ ସର୍ବୋଚ୍ଚ ସ୍ଥାନ, ସମ୍ମାନୀୟ ସ୍ଥାନ। ଯଦି ଆପଣ ମାନଙ୍କର କାହାର ପେନ୍ ଅଛି, ଏଗୁଡାକୁ ରେଫରେନ୍ସ ଲେଖୁଥିଲେ ଭଲ, କାହିଁକି ନା ନିତାନ୍ତ ଏଇ ବିଷୟକୁ ଦରକାର। ଆମର ଦକ୍ଷିଣ ପାର୍ଶ୍ୱକୁ ଯିବା ଦରକାର। ଦକ୍ଷିଣ ପାର୍ଶ୍ୱରେ ରହିବା ପାଇଁ କଣ କଣ ଦରକାର, ରେଫରେନ୍ସ ଟା ମଧ୍ୟ ଆପଣ ମାନେ ରଖିବାଟା ଭଲ। ସେ ଦକ୍ଷିଣ ପାର୍ଶ୍ୱ ହେଲା ଗୋଟେ ସର୍ବୋଚ୍ଚ ସ୍ଥାନ, ସମ୍ମାନୀୟ ସ୍ଥାନ ଓ ଆଦରଣୀୟ ସ୍ଥାନ ମଧ୍ୟ ଅଟେ। ପରମେଶ୍ୱର ଯାହାକୁ ଆଦର କରନ୍ତି ସେ ସମ୍ମାନ ସ୍ଥାନରେ ସ୍ଥାନ ଦିଅନ୍ତି। ପୁଣି ଲୁକର 22:59 ମଧ୍ୟ ଲେଖାଯାଏ, ଆମମାନଙ୍କର କିଏ ଗୋଟେ ମୁଁ ପଢୁଛି, ଲୁକ 22:69, ଅଦ୍ୟାବଧି ମନୁଷ୍ୟ ପୁତ୍ର ଈଶ୍ୱରଙ୍କ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହେବେ। ଦେଖନ୍ତୁ, ମନୁଷ୍ୟ ପୁତ୍ର ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ ତାଙ୍କର ଦକ୍ଷିଣ ପାର୍ଶ୍ୱ କଥା ଆମେ ଦେଖୁଛୁ। ଏବେଠାରୁ ଈଶ୍ୱରଙ୍କର ପରାକ୍ରମର ଦକ୍ଷିଣ ପାର୍ଶ୍ୱ ଅର୍ଥାତ୍ ଯେଉଁମାନେ ପରାକ୍ରମର ଅନ୍ୱେଷଣ କରନ୍ତି, ଯେଉଁମାନେ କହନ୍ତି ଈଶ୍ୱରଙ୍କ ପରାକ୍ରମରେ ମୁଁ ସମସ୍ତ କାର୍ଯ୍ୟ କରିପାରେ, ନିଜ ବଳରେ ନୁହେଁ, ପରମେଶ୍ୱରଙ୍କର ପରାକ୍ରମରେ ଯୋଉମାନେ ବିଶ୍ୱାସ କରନ୍ତି। ଈଶ୍ୱର ପରାକ୍ରମୀ ପରମେଶ୍ୱର, ଯୋଉମାନେ ପରାକ୍ରମର ଅନ୍ୱେଷଣ କରନ୍ତି ଆଉ ବିଶ୍ୱାସ କରନ୍ତି, ସେମାନେ ସେ ଦକ୍ଷିଣ ପାର୍ଶ୍ୱ ସେଦିନ ପାଇବେ। ଆମେ ସମୀକ୍ଷା କରିବା, ମୁଁ ସମସ୍ତ କାର୍ଯ୍ୟ ପରମେଶ୍ୱରଙ୍କ ପରାକ୍ରମରେ କରିପାରିବି, ଏହି ଚିନ୍ତାଧାରା ମୋ ହୃଦୟରେ ରହି ଅଛି କି? ନା ବିଶ୍ୱାସ କମ ହେତୁ ଆମେ ତାଙ୍କ ପରାକ୍ରମକୁ ଆମେ ଅନୁଭବ କରିପାରୁନାହୁଁ। କିନ୍ତୁ ବାକ୍ୟର ଶାସ୍ତ୍ର ଅନୁସାରେ ତାଙ୍କର ପରାକ୍ରମକୁ ଆମେ ଅନ୍ୱେଷଣ କରିବା, ବିଶ୍ୱାସ କରିବା। ସେ ସବୁ କରିପାରନ୍ତି, ପରମେଶ୍ୱରଙ୍କ ସାହାଯ୍ୟରେ ମୁଁ ସବୁ କରିପାରେ। ଆଉ ପରମେଶ୍ୱରଙ୍କର ପରାକ୍ରମର ସ୍ଥାନ ଦକ୍ଷିଣ ପାର୍ଶ୍ୱରେ ବସିବାକୁ ଯୋଗ୍ୟ ଅଟେ। ଯୋଉମାନେ ପରମେଶ୍ୱରଙ୍କର ପରାକ୍ରମକୁ ବିଶ୍ୱାସ କରନ୍ତି, ସେମାନେ ଦକ୍ଷିଣ ପାର୍ଶ୍ୱର ଯୋଗ୍ୟ ଅଟନ୍ତି। ଯଦି ନୁହେଁ ତେବେ ଆମେ ଧାର୍ମିକ ଜୀବନରେ ବୃଥା ଅଟୁ। ଯଦି ପରମେଶ୍ୱରଙ୍କର ପରାକ୍ରମକୁ ଯଦି ଆମେ ବିଶ୍ୱାସ କରୁନାହୁଁ, ତେବେ ଆମର ପ୍ରଭୁ ପ୍ରଭୁ କହିବାଟା ବୃଥା। କାରଣ ପିତାଙ୍କର ପାର୍ଶ୍ୱ ଏପରି ସ୍ଥାନ ଅଟେ, ତାହା କି ସ୍ଥାନ ଲେଖାଯାଏ? ଗୌରବମୟ ସ୍ଥାନ, ତାହା ପିତାଙ୍କର ଅନୁମୋଦିତ ସ୍ଥାନ ମଧ୍ୟ ଅଟେ। ପ୍ରିୟମାନେ, ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ଯିଏ ମଧ୍ୟ ଯାଇ ବସି ପାରିବେ ନାହିଁ, ତାହା କେବଳ ଯୀଶୁଙ୍କର ସ୍ଥାନ ଅଟେ। ବର୍ତ୍ତମାନ ସୁଦ୍ଧା ଆମେ କେତେ ଗୁଡିଏ ରେଫରେନ୍ସ ତଳକୁ ଜାଣିବା, ପ୍ରଭୁ ଯୀଶୁଙ୍କ ବିଷୟରେ କେତେକ ଭବିଷ୍ୟତବାଣୀ ହୋଇଥିଲା। ଆଉ ପ୍ରଭୁ ପରମେଶ୍ୱରଙ୍କର ପ୍ରତିଜ୍ଞା ଗୁଡିକୁ ଆମେ ଖାଲି ମୁଁ କହିବି, ଯଦି ଆପଣ ମାନେ ଲେଖୁଛନ୍ତି ମଧ୍ୟ ଲେଖିବେ। ଗୀତ ସଂହିତା 110 ପର୍ବ 1 ପଦରେ ଲେଖାଯାଏ, ମୁଁ ପାଠ କରୁଛି। ଗୀତ ସଂହିତା 110:1, ସଦାପ୍ରଭୁ ମୋ ପ୍ରଭୁଙ୍କୁ କହନ୍ତି, ସଦାପ୍ରଭୁ ମୋ ପ୍ରଭୁଙ୍କୁ କହନ୍ତି, ଆମ୍ଭେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭର ପାଦ ପୀଠ ନ କରିବା ପର୍ଯ୍ୟନ୍ତ ତୁମ୍ଭେ ଆମ୍ଭ ଦକ୍ଷିଣରେ ବସ। ସଦାପ୍ରଭୁ ପ୍ରଭୁଙ୍କୁ କହନ୍ତି, ଯୀଶୁଙ୍କୁ କହନ୍ତି, ସମସ୍ତ ଶତ୍ରୁଗଣଙ୍କୁ ପାଦପୀଠ ନ କରିବା ପର୍ଯ୍ୟନ୍ତ ଆମ୍ଭ ଦକ୍ଷିଣରେ ବସିଥାଅ। ଅର୍ଥାତ୍ ପରମେଶ୍ୱର ସମସ୍ତ କାର୍ଯ୍ୟ ତାଙ୍କର ମଧ୍ୟ ସେ କରୁଅଛନ୍ତି।
ଏହା ପ୍ରଭୁ ଯୀଶୁଙ୍କର ସ୍ଥାନ ଅଟେ। ସେ ଦକ୍ଷିଣ ପ୍ରଭୁ ସଦାପ୍ରଭୁ ପରମେଶ୍ୱର ତାଙ୍କୁ ଅଧିକାର ଦେଇ ଅଛନ୍ତି। ତେଣୁ ବର୍ତ୍ତମାନ ସୁଦ୍ଧା ପ୍ରଭୁ ଯୀଶୁଙ୍କର ସ୍ଥାନ ଅଟେ। ଆଉ ପ୍ରଭୁ ଯୀଶୁ ଚାହାନ୍ତି ଆମେ ପ୍ରତ୍ୟେକ ମାନବ ଜାତି ମଧ୍ୟ ସେଇ ସ୍ଥାନ ପାଉ, ତାହା ପ୍ରଭୁ ଚାହାନ୍ତି। ପ୍ରଥମ ପିତର 3:2 ଲେଖାଯାଏ, ମୁଁ ପଢୁଛି। ସେହି ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରି ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି, ଆଉ ତୁମ୍ଭେମାନେ କ୍ଷମତାବାନ ଓ ଶକ୍ତିଶାଳୀ ମାନେ ତାହାଙ୍କ ବଶୀଭୂତ ହୋଇ ଅଛନ୍ତି। ଲେଖାଗଲା ସେ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରି ପରେ ବର୍ତ୍ତମାନ ଦକ୍ଷିଣ ପାର୍ଶ୍ୱରେ ସେ ଅଛନ୍ତି, ଆଉ ଦୂତମାନେ ଓ କ୍ଷମତାଶାଳୀ ମାନେ ତାହାଙ୍କର ବଶୀଭୂତ ଅଟନ୍ତି। ଯୋଉ ଯୀଶୁଙ୍କୁ ଜଗତ ମାନେ ତୁଚ୍ଛୀକୃତ କଲା, ଯୋଉ ଯୀଶୁଙ୍କୁ ଜଗତ ଜାଣିଲେ ନାହିଁ, ଯୋଉ ଯୀଶୁଙ୍କୁ ଲୋକମାନେ କ୍ରୁଶାର୍ପିତ କଲେ, ଅପମାନ କଲେ, ସେହି ଯୀଶୁ ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ବସିଛନ୍ତି, ଆଉ ଦୂତମାନେ ଆଉ ପରାକ୍ରମୀ ମାନେ ତାଙ୍କର ବଶୀଭୂତ ଅଟନ୍ତି। ଏଇଟା ଆମର ବାକ୍ୟ ମାନଙ୍କୁ ପ୍ରମାଣ କରେ। ସମସ୍ତେ ଏଠାରେ ଅଧିକାର ଅଛି, ଅଧୀନତା ରହିଛି, ଆଉ ତାଙ୍କ ଅଧୀନରେ ସମସ୍ତେ ରହିବେ। ପ୍ରଭୁ ସେ ଦକ୍ଷିଣ ପାର୍ଶ୍ୱରେ ଯୋଉମାନେ ସ୍ଥାନ ପାଇଛନ୍ତି, ପରମେଶ୍ୱରଙ୍କର ଅଧିକାର ପାଇଛନ୍ତି, ଆଉ ସେଥିରେ ନିଜ ଇଚ୍ଛା ନୁହେଁ, ଆଉ ସ୍ୱର୍ଗ ମର୍ତ୍ତ ପାତାଳର ସମସ୍ତ ଅଧିକାର ମଧ୍ୟ ପ୍ରଭୁଙ୍କୁ ଦିଆଯାଇଛି। ସମସ୍ତ ଅଧିକାର, ସ୍ୱର୍ଗ ମର୍ତ୍ତ ପାତାଳର ଅଧିକାର ସେ ପାଇ ଅଛନ୍ତି। ଅର୍ଥାତ୍ ଯିଏ ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ବସିବ ସେ ଅଧିକାର ପ୍ରାପ୍ତ ହବ। ସମୟ ଆସିବ, ଆମେ ଯଦି ଏହି ଦିନ ମାନଙ୍କରୁ ପ୍ରସ୍ତୁତ ଅଛୁ, ଆଉ ଆମେ ଭାଗ୍ୟବାନ, ସେ ଦିନ ପାଇଁ ଆମେ ପ୍ରସ୍ତୁତ ହଉଛୁ, ଆଉ ସେ ଅଧିକାର ପ୍ରଭୁ ମାନଙ୍କୁ ଦେବେ। ଲେଖାଯାଏ ଯିଏ ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ବସିବ ସେ ଅଧିକାର ପ୍ରାପ୍ତ ହେବ। ପ୍ରିୟ ମାନେ, ହାଲୁକା ସ୍ଥାନ ନୁହେଁ। ଯିଏ ପିତାଙ୍କର ମନୋନୀତ ଗୃହୀତ ହୋଇଥିବ, ଆଉ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ପୃଥକୀକୃତ ହୋଇଥିବାର ଅଛି, ଆଉ ସେ ସମ୍ମାନୀୟ କାର୍ଯ୍ୟ କରୁଥିବାର ଅଛି, ତେବେ ସେ ସ୍ଥାନରେ ସେ ବସିବ। ଯେପରି ପ୍ରଭୁ ନିଷ୍ପାପ, ସେପରି ମନୁଷ୍ୟ ମଧ୍ୟ ଅନୁତାପ କରି ନିଷ୍ପାପ ରହିଲେ ସେ ଦକ୍ଷିଣ ପାର୍ଶ୍ୱରେ ବସି ପାରିବ। ଦକ୍ଷିଣ ପାର୍ଶ୍ୱ କଣ ଆମେ ଜାଣିଲୁ, ଆଉ କଣ କଲେ ଆମେ ସେ ଦକ୍ଷିଣ ପାର୍ଶ୍ୱ ପାଇବା? ଆମେ ଜଗତରେ ମନୁଷ୍ୟ ପାପ କରୁଛୁ ସତ, ଆମ ପାପକୁ ଆମେ ଅନୁତାପ କରିବା, ନିଷ୍ପାପ ଦେଖାଯିବା ନିମନ୍ତେ ଆମେ ଚେଷ୍ଟା କରିବା। ସେଇ ସ୍ଥାନକୁ ଯିବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କେତେ କଷ୍ଟ ପବିତ୍ର ରହିଛନ୍ତି। କ୍ରୋଧ ନାହିଁ, ପ୍ରତିଶୋଧ ନାହିଁ, ହିଂସା ନାହିଁ, ସବୁକୁ ଯଦି ପରିତ୍ୟାଗ କରୁଛୁ, ତେବେ ଆମେ ପ୍ରସ୍ତୁତ ହଉଛୁ ସେ ଦକ୍ଷିଣ ପାର୍ଶ୍ୱରେ ସ୍ଥାନ ପାଇବା ପାଇଁ, ଆଉ ସେ ଅଧିକାର ପାଇବା ପାଇଁ ଆମେ ପ୍ରସ୍ତୁତ ହଉଛୁ, ଯଦି ଯୋଉମାନେ ଯୀଶୁଙ୍କୁ ଆମେ ଅନୁକରଣ କରୁଛୁ। ମୁଁ ଏତେ ଗୁଡେ ପଢୁନି, ଖାଲି ମୁଁ କହିଦଉଛି। ମାର୍କ 16:19 ମଧ୍ୟ ପ୍ରଭୁ ଯୀଶୁ ଦକ୍ଷିଣ ପାର୍ଶ୍ୱରେ ବସିବା ବିଷୟ ଲେଖାଯାଇଛି, ଆଉ ପ୍ରେରିତ 7:56 ମଧ୍ୟ ଲେଖାଯାଇଛି। ଆଉ କିଏ ତାଙ୍କୁ ଦେଖିଛନ୍ତି ଲେଖାଯାଇଛି, ଏଇ ଆମର ଲୁକ, ମାର୍କ, ମାଥ୍ୟୁ, ପିତର, ଯୋହନ, ସ୍ତିଫାନ, ସେଇ ପୁସ୍ତକରେ ସେମାନେ କହିଛନ୍ତି ସେମାନେ ପ୍ରଭୁଙ୍କୁ ଦେଖିଛନ୍ତି, ଦର୍ଶନ ଦ୍ଵାରା ଦେଖିଛନ୍ତି, ଆଉ ପ୍ରଭୁ ଯୀଶୁ ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି। ପାଉଲ ମଧ୍ୟ ତାହା ଦର୍ଶନ କରିବା ବିଷୟ ଆମେ ଦେଖିଛୁ। ଏଫେସୀୟ 1:20-21 ଲେଖାଯାଏ, ପାଉଲ ମଧ୍ୟ ଦର୍ଶନ ଦେଖିଲେ ଯେ ଯୀଶୁ ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି। କେତେ ପ୍ରମାଣ ଆମକୁ ମିଳୁଛି। ପାଉଲ, ମାର୍କ, ଯୋହନ, ପିତର, ଲୁକ, ସ୍ତିଫାନ ମଧ୍ୟ ଦର୍ଶନ ଦେଖିଲେ ସେ ଯୀଶୁ ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ଉପବେଶନ ଅଛନ୍ତି। ଆଉ ସେ ସ୍ଥାନ ଗୁରୁତ୍ୱପୂର୍ଣ୍ଣ, ଆଉ ପରାକ୍ରମ ସ୍ଥାନ, ପବିତ୍ର ସ୍ଥାନ, ଅଧିକାର ସ୍ଥାନ, ଶକ୍ତିଯୁକ୍ତର ସ୍ଥାନ, ସମ୍ମାନନୀୟ ସ୍ଥାନ ଅଟେ। ସେହି ସ୍ଥାନରେ ବସିବା ବିଷୟ ଆମେ ଦେଖୁଅଛୁ। ପ୍ରଭୁ ଯୀଶୁ ଆମମାନଙ୍କୁ କଣ କହୁଅଛନ୍ତି ଆମେ ତାହା ପଢିବା। ଯୋହନ, ଯଦି ଆମେ ପ୍ରଭୁ ଆଜି ଏହି ବାକ୍ୟ ଦ୍ଵାରା ଆମକୁ କଣ କଥା କହିବାକୁ ଚାହୁଁଛନ୍ତି, କିଏ ଗୋଟେ ପଢିବେ? ଯୋହନ 14:3। ପୁଣି ମୁଁ ଯାଇ ତୁମମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲେ ପୁନର୍ବାର ଆସିବି, ଆଉ ମୁଁ ଯେଉଁ ସ୍ଥାନରେ ଥାଏ ତୁମେମାନେ ମଧ୍ୟ ଯେପରି ସେହି ସ୍ଥାନରେ ରହିବ, ସେଥି ନିମନ୍ତେ ତୁମମାନଙ୍କୁ ଆପଣା ନିକଟକୁ ଘେନିଯିବି। ଆମେନ୍। ଧନ୍ୟବାଦ। ପ୍ରଭୁ ଆମମାନଙ୍କ ପାଇଁ ଚିନ୍ତା ଏତେ କରୁଛନ୍ତି, କିନ୍ତୁ ଆମେ କେତେ ଚିନ୍ତା କରୁଛୁ, କେତେ ଚେଷ୍ଟା କରୁଛୁ ପ୍ରଭୁ ତାଙ୍କ ସ୍ଥାନକୁ ନେବା ନିମନ୍ତେ? ପ୍ରଭୁ ଯୀଶୁ ତାଙ୍କ ସ୍ଥାନକୁ, ସେ ଗୌରବ ସ୍ଥାନ, ସମ୍ମାନୀୟ ସ୍ଥାନ, ଆଦରର ସ୍ଥାନ, ଅଧିକାର ପରାକ୍ରମର ସ୍ଥାନ, ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ନେବା ପାଇଁ ସେ ଏଇ ପର୍ଯ୍ୟନ୍ତ ସେ ଚିନ୍ତା କରୁଅଛନ୍ତି।
ଆମମାନଙ୍କୁ ସଂଶୋଧିତ କରୁଅଛନ୍ତି ବିଭିନ୍ନ ଦାସ ଦାସୀ ମାନଙ୍କ ଦ୍ଵାରା, ବାକ୍ୟ ଦ୍ଵାରା, ଦର୍ଶନ ଦ୍ଵାରା, ପ୍ରାର୍ଥନା ଦ୍ଵାରା, ଆରାଧନା ଦ୍ଵାରା ପ୍ରଭୁ କଥା କହୁଅଛନ୍ତି ଆମେ କିପରି ସଂଶୋଧିତ ଜୀବନ ଜଗତରେ ଯାପନ କରିବା। ତେଣୁ ପ୍ରଭୁ ଯଦି ଚିନ୍ତା କରୁଛନ୍ତି, ଆଜି ବାକ୍ୟରେ ପ୍ରଭୁ ଆମମାନଙ୍କୁ ପ୍ରକାଶ କରୁଛନ୍ତି, ଆମମାନଙ୍କୁ ପ୍ରସ୍ତୁତି ହେବାକୁ ପଡିବ, ପ୍ରଭୁଙ୍କର ଇଚ୍ଛାକୁ ସାଧନ କରିବାକୁ ପଡିବ। ମୋର ପ୍ରିୟ ମାନେ, ଆଉ ଆମ ପିତାଙ୍କର ସ୍ଥାନ ଯଦି ଦକ୍ଷିଣ ପାର୍ଶ୍ୱରେ ଆମେ ଚାହୁଁଛୁ, ଆମର ଲକ୍ଷ୍ୟ ଜଗତରେ ଆମେ ବଞ୍ଚିଥିବା ସମୟରେ ଆମର ଲକ୍ଷ୍ୟ ମୁଁ ପ୍ରଭୁଙ୍କ ଦକ୍ଷିଣ ପାର୍ଶ୍ୱରେ ସ୍ଥାନ ପାଇବି କି? ପାଇବା ପାଇଁ ନିତାନ୍ତ ଦରକାର। ଏହି ଲକ୍ଷ୍ୟରେ ଆମେ ଜଗତରେ ବଞ୍ଚିବାକୁ ପଡିବ। ଖାଇ ପିଇ ଖାଲି ଜାଗତିକ ମାଇଣ୍ଡରେ ହବ ନା, ଯେହେତୁ ଆମେ ଖ୍ରୀଷ୍ଟ ବିଶ୍ୱାସୀ, ଆମେ ବିଜାତି ନୁହଁ, ଆମର ଲକ୍ଷ୍ୟ ସେଇ ସ୍ଥାନ। ତେଣୁ ପ୍ରଭୁ ଯୀଶୁ ଆଜି ଆସୁଛନ୍ତି, ଏହା ବିଶ୍ୱାସ କରୁଛୁ। ପିତାଙ୍କର ମହିମାରେ ଆସୁଅଛନ୍ତି, ଦୂତ ମାନଙ୍କ ସହିତ ଆସୁଅଛନ୍ତି, ସ୍ୱମହିମାରେ ମଧ୍ୟ ଆସୁଅଛନ୍ତି, ଏହା ମଧ୍ୟ ବିଶ୍ୱାସ କରୁଛୁ। ତେଣୁ ଆମକୁ ସେଦିନ ବିଚାର ସ୍ଥାନରେ ଠିଆ ହେବାକୁ ପଡିବ। ସେଦିନ ସମସ୍ତ ଲୋକମାନଙ୍କୁ ଏକାଠି କରାଯିବ ଏବଂ ମେଷପାଳକ ଯେପରି ଛାଗ ମେଷ ମାନଙ୍କୁ ଅଲଗା କରିଥିଲେ, ସେହିପରି ପ୍ରଭୁ ଯୀଶୁ ସେଦିନ ପ୍ରତ୍ୟେକ ଲୋକଙ୍କ ଆଗରେ ଅଲଗା ବାଛିବେ। ବାମ ପାର୍ଶ୍ୱରେ ଓ ଛାଗ ମାନଙ୍କୁ, ଦକ୍ଷିଣ ପାର୍ଶ୍ୱରେ ମେଷ ମାନଙ୍କୁ ରଖିବା ପାଇଁ କହିବେ। ଛାଗ ଅର୍ଥ ଅଧାର୍ମିକ ଆଉ ମେଷ ଅର୍ଥ ଧାର୍ମିକ, ଆମେ ଏତିକି ଜାଣିଛେ। ତେଣୁ ମୁଁ ଏତେ ବର୍ଣ୍ଣନା କରୁନି। ବାମ ପାର୍ଶ୍ୱରେ ଲୋକଙ୍କର ଯୋଉ ସ୍ଥାନ, ଅଧାର୍ମିକ ଲୋକଙ୍କର ସ୍ଥାନ, ନର୍କର ସ୍ଥାନ। ଆଉ ଡାହାଣ ପାର୍ଶ୍ୱ ଅର୍ଥ ଆମେ ପିତାଙ୍କର ଡାହାଣ ପାର୍ଶ୍ୱ, ମାନେ ମେଷ ମାନେ ଧାର୍ମିକ ମାନେ ପିତାଙ୍କର ଦକ୍ଷିଣ, ସ୍ୱର୍ଗରେ ଆମର ସ୍ଥାନ ହବ। ସ୍ୱର୍ଗ କେତେ ଆନନ୍ଦର ସ୍ଥାନ, ସେଇଟା ତ କେତେ ସ୍ୱର୍ଗ ବିଷୟରେ ଅନେକ ବର୍ଣ୍ଣନା ଅଛି। ଆମେ ନିଜକୁ ଦେଖିବାର ଆବଶ୍ୟକତା ଅଛି। ମୁଁ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଅଛି କି? ମୋ ପାଖରେ ସେ ଯୋଗ୍ୟତା ରହିଅଛି କି? ମୁଁ ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ସ୍ଥାନ ପାଇବା ପାଇଁ ଯୋଗ୍ୟ ଅଛି କି? ଯଦି ନୁହେଁ, ଆଜି ବି ପ୍ରଭୁ ମାନଙ୍କୁ ସମୟ ଦେଇଛନ୍ତି। ଆମମାନଙ୍କର ପୁଣି ଆପଣ ମାନେ ଲେଖିବେ, ଘରେ ପଢିବେ, ଟାଇମ ହବନି। ମାଥ୍ୟୁ 25 ପର୍ବ 41 ପଦରେ ପଢିବେ, 40-41 ପଢିବେ। ସେମାନେ ଯୀଶୁଙ୍କୁ ନ ଜାଣି ମଧ୍ୟ ତାଙ୍କର କ୍ଷୁଦ୍ର ମାନଙ୍କୁ ଦକ୍ଷିଣ ପାର୍ଶ୍ୱ, ଯୋଉମାନେ ପ୍ରଭୁ ଯୀଶୁଙ୍କୁ ଜାଣିନାହାନ୍ତି ସେମାନଙ୍କୁ ତ ସ୍ଥାନ ଛାଡନ୍ତୁ। ଆମର କଥା ମୁଁ କୁହାଯାଉଛି ଏଠି, ଆମେ ପାରୁ ପର୍ଯ୍ୟନ୍ତ ଜଗତରେ ଚେଷ୍ଟା କରିବା। ବିଜାତି ମାନଙ୍କର ବିଚାର କଣ ହବ ଆମେ ଏତେ ଚିନ୍ତା କରିବାର ନାହିଁ। ପ୍ରଭୁ ଆମମାନଙ୍କୁ ଜ୍ଞାତ କରାଇଛନ୍ତି, ଜ୍ଞାନ ଦେଇଛନ୍ତି, ଆଖି ଖୋଲି ଦେଇଛନ୍ତି। ତେଣୁ ଆମମାନଙ୍କୁ କଣ କରିବା? ମନ ପ୍ରାଣ ଆତ୍ମା ଦେଇ ପ୍ରଭୁଙ୍କୁ ଅନୁକରଣ କରିବା। କଷ୍ଟ ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା। ଯଦି ପ୍ରଭୁ ଆପଣଙ୍କୁ ସେବା କରୁନାହୁଁ, ତାଙ୍କ ଆଦେଶ ମାନୁନାହୁଁ, ତେବେ ଆମେ ଦକ୍ଷିଣ ପାର୍ଶ୍ୱକୁ ଭୁଲିଯିବା। ଯଦି ସେ ସୁନ୍ଦର ରମଣୀୟ ସ୍ଥାନକୁ ଯଦି ଆମମାନଙ୍କର ବାସସ୍ଥାନ ବୋଲି ଆମେ ଭାବୁଛୁ, ଆମର ଯଦି ଲକ୍ଷ୍ୟ ଅଛି, ତେବେ ପ୍ରଭୁଙ୍କ ବାକ୍ୟ ଅନୁସାରେ ଆମେ ଉତ୍ତମ ଜୀବନ ଯାପନ କରିବା। ସେଦିନ ଯୋଉଦିନ ଏକାଠି କରାଯିବ, ସମସ୍ତେ ଏକତ୍ରିତ ଥିବେ, ଗୋଟେ ଜାଗାରେ ବି ଥିବେ, ଏତେ ଲୋକଙ୍କ ଆଗରେ ବିଚାର କରାଯାଉଥିବ। ଅପମାନର ବିଷୟ କେତେ ଶୁଣ, ଭାବନ୍ତୁ। ଏବେ ଆମେ ଗୋଟିଏ ସହଭାଗିତାରେ ବସିଛୁ, ବର୍ତ୍ତମାନ ଗୋଟେ କଥା ସମସ୍ତଙ୍କ କାନକୁ ଯାଉଛି, କିନ୍ତୁ ଏଇ ବାକ୍ୟ କାହା କାନରେ କଥା କହୁଛି, କାହା କାନରେ ନୁହେଁ। ସେଇପରି ଯେତେବେଳେ ଜଗତରେ ଆମେ ଅଛୁ, କେତେ ବାକ୍ୟ ଶୁଣୁଛୁ, ଚର୍ଚ୍ଚରେ ହଉ, ଏକାଠି ହଉ, ବସିଥିବା ସମୟରେ, କିନ୍ତୁ ବାକ୍ୟ କାହାକୁ କଥା କହେ, କାହାକୁ ନାହିଁ। କିଏ ରବ ଶୁଣନ୍ତି, ନ ଶୁଣନ୍ତି। ଯୋଉମାନେ ନ ଶୁଣିବା ହେତୁ, ପ୍ରସ୍ତୁତ ନ ପାଇବା ହେତୁ, ସେମାନେ ଛାଗର ସ୍ଥାନ ପାଇବେ। ଆଉ ଯୋଉମାନେ ପ୍ରଭୁଙ୍କୁ ଭୟ କରି ଶୁଣିବେ, ସେମାନେ ମେଷର ସ୍ଥାନ ପାଇବେ। ଆମେ ସେ କଥା ବି ଦେଖୁଛୁ, ଗୋଟେ ସ୍ଥାନରେ ଜିତ ବୃକ୍ଷ, ଡିମ୍ବରୁ ବୃକ୍ଷ ଏକାଠି ରୋପଣ କରା ହେଲା। ସେମାନଙ୍କୁ ପାଣି ଦେଲେ, ଖତ ଦେଲେ, ବାଡ଼ ଦେଲେ, ଦିଟା ଗଛକୁ ଠିକ ଭାବେ ଦାୟିତ୍ୱ କରାଯାଇଛି, କିନ୍ତୁ ଗୋଟେ ଗଛ କଣ ହଉଛି, ଫଳ ଫଳୁ ନାହିଁ। ପ୍ରଭୁ ତାର ବିଚାର କରୁଛନ୍ତି, କାଟି ପକାଉ କହୁଛନ୍ତି, ପୋଡ଼ି ଦେବା ପାଇଁ କହୁଛନ୍ତି। ଈଶ୍ୱରଙ୍କର କ୍ରୋଧ ମଧ୍ୟ ରହିଛି। ଆମେ ବାଳୁଙ୍ଗା ବୀଜ କଥା ବି ଜାଣୁଛୁ। ଅନେକ ଏପରି ଉଦାହରଣ ଦିଆଯାଉଛି। ଆଉ 2 ଜଣ ସ୍ତ୍ରୀ ଥିବେ, ଜଣେ ଉଠା ଜଣେ ରହିବ, ଏଇଭଳି ଅନେକ କରାଯାଉଛି। ତେଣୁ ଆମେ ଯୋଉଠି ଖ୍ରୀଷ୍ଟୀୟ ସହଭାଗିତାରେ ଅଛୁ, ଆମମାନଙ୍କ ପାଇଁ ବାକ୍ୟର ବୀଜ ବୁଣା ଯାଉଛି। ଆଉ ଯୋଉମାନେ ଶ୍ରବଣ କରିବେ, ସେମାନେ ସେଦିନ ଦକ୍ଷିଣ ପାର୍ଶ୍ୱ ପାଇଁ ପ୍ରସ୍ତୁତ ହେବେ। ଆଉ ବାମ ପଟ ଲୋକମାନଙ୍କୁ କଣ ଅଛି ଆମେ ଟିକେ ଦେଖିବା। ବାମ ପଟ ଲୋକମାନଙ୍କୁ ଶାପଗ୍ରସ୍ତ, ଅଭିଶପ୍ତ ବୋଲି ପ୍ରଭୁ କହିବେ ସେଦିନ। ଯୋଉଦିନ ଏକାଠି ଆମକୁ ବିଚାର ଚାଲିଥିବ, ଯୋଉମାନେ ବାମ ପଟକୁ ଯିବେ, ରେ ଶାପଗ୍ରସ୍ତ, ଅଭିଶପ୍ତ ବୋଲି ସମ୍ବୋଧନ ପ୍ରଭୁ କରିବେ। କିନ୍ତୁ ଯୋଉମାନେ ଦକ୍ଷିଣ ପାର୍ଶ୍ୱରେ ଥିବେ, ଲୋକମାନଙ୍କୁ ପ୍ରଭୁ କହନ୍ତି, ମୁଁ ଉଲଙ୍ଗ ଥିଲି, ଆହାର ବସ୍ତ୍ର ଦେଇଅଛ, ମୋ ପ୍ରତି ତାହା କରିଥିବାରୁ ତୁମେ ଦକ୍ଷିଣ ପାର୍ଶ୍ୱରେ ସ୍ଥାନ ପାଇବ। ପ୍ରିୟ ମାନେ, ଏତେ ବଡ କଥା ନୁହଁ।
ପ୍ରଭୁ ଯୋଉଟା କହିଅଛନ୍ତି ଜଗତରେ କିଛି କରିବା ପାଇଁ, ଯଦି ଆମେ ତାହା କରିଛୁ ସେଦିନ କହିବେ ତୁମେ ଦକ୍ଷିଣ ପାର୍ଶ୍ୱରେ ସ୍ଥାନ ପାଇବ। ଆଉ ପିତାଙ୍କର ସେ ଦକ୍ଷିଣ ପାର୍ଶ୍ୱ ପୁଣି ଯେପରି ଛାଗ ମାନଙ୍କର ସ୍ଥାନ ଶାପଗ୍ରସ୍ତ ଅଭିଶପ୍ତ, ସେପରି ଦକ୍ଷିଣ ପାର୍ଶ୍ୱ ଲୋକମାନଙ୍କର ସ୍ଥାନ କଣ? ସମ୍ମାନୀୟ ସ୍ଥାନ, ଅନନ୍ତକାଳୀନ ସ୍ଥାନ, ଗୌରବର ସ୍ଥାନ, ପରାକ୍ରମର ସ୍ଥାନ, ଅଧିକାର ପ୍ରାପ୍ତ ସ୍ଥାନ। ଆଜି ଆମେ କେଉଁଠାରେ ରହିବାକୁ ଇଚ୍ଛା କରୁଅଛୁ? ଆମେ କେଉଁ ସ୍ଥାନକୁ ଆମେ ବର୍ତ୍ତମାନ ପ୍ରସ୍ତୁତ ହେବା? ଆଜି ପ୍ରଭୁ ଯଦି କହୁଛନ୍ତି ଆମର କାର୍ଯ୍ୟ ଆମେ ନିଜେ ପରୀକ୍ଷିବା, ଆଜି ଆମେ କେଉଁ ସ୍ଥାନରେ ରହିବାକୁ କାର୍ଯ୍ୟ କରୁଅଛୁ? ଆମେ ଆସିବା, କିଛି ସମୟ ବସିବା, ସେତିକିରେ କଣ ଆମର ଧାର୍ମିକ କାର୍ଯ୍ୟ ସମ୍ପୂର୍ଣ୍ଣ ହେଇପାରିବ କି? ଆସିବା, ତାଳି ବଜେଇବା, ପ୍ରାର୍ଥନା କରିବା, ପଳେଇବା, ଆଉ ଆଗକୁ ବଢି ପାରିବା ନାହିଁ। ସେଥିରେ କଣ ପରମେଶ୍ୱର ସନ୍ତୁଷ୍ଟ କି? ଆମେ ଏହିପରି କାର୍ଯ୍ୟ କରିବା ଯେପରି ପ୍ରଭୁ ସନ୍ତୁଷ୍ଟ ହେବେ। ଅଳ୍ପ ସମୟ ଆରାଧନା, ଅଳ୍ପ ସମୟ ମଧ୍ୟ ବାକ୍ୟ ଶୁଣିବା, ଅଳ୍ପ ସମୟ ମଧ୍ୟ ଉତ୍ତମ କାର୍ଯ୍ୟ କରିବା, ଅଳ୍ପ କାର୍ଯ୍ୟ ବି କରିବା। ସେଦିନ ଛୋଟ ପିଲାଟି 5ଟି ରୁଟି 2ଟି ମାଛ ଦ୍ୱାରା କେତେ ମହାନ କାର୍ଯ୍ୟ ହେଲା। ଆମର ସେ ଅଳ୍ପ ବିଶ୍ୱାସକୁ ଠିକ ଭାବେ ବ୍ୟବହାର କରିବା, ପ୍ରଭୁ ଦେଇଥିବା ଆତ୍ମିକ ଜ୍ଞାନ, ଆତ୍ମିକ ବିଷୟକୁ ସଦ୍ବ୍ୟବହାର କରିବା। ପ୍ରଭୁ ଅଧିକ ଚାହାନ୍ତି ନାହିଁ, ସେ ଅଳ୍ପ ବିଷୟକୁ ପ୍ରଭୁ ଆଶୀର୍ବାଦ କରି ବଢେଇବେ, ଆଉ ସେ ସନ୍ତୋଷ ହେବେ। ତେଣୁ ଆମକୁ ପ୍ରଭୁ ବାକ୍ୟରେ କେତେ ଥର ଶିଖେଇଛନ୍ତି, ଛୋଟ ଛୋଟ ବିଷୟ ଦ୍ୱାରା ସେ ଅଧିକ ମହାନ କାର୍ଯ୍ୟ କରନ୍ତି। ଆମେ ତାଙ୍କ ଦୃଷ୍ଟିରେ ଅଳ୍ପ ବିଶ୍ୱାସୀ ହଉ, ଅଳ୍ପ ଜ୍ଞାନୀ ହଉ, ସବୁ ବିଷୟରେ ଜ୍ଞାନରେ ବୁଦ୍ଧିରେ ଅଳ୍ପ ବି ହେଉଥାଉ, ତାକୁ ଯଦି ଆମେ ସଦ୍ବ୍ୟବହାର କରିଛୁ ପ୍ରିୟମାନେ, ପ୍ରଭୁ ତାହାକୁ ଆଶୀର୍ବାଦ କରିବେ, ଅନେକ ଗୁଣିତ କରିବେ। ଆଉ ଆମମାନଙ୍କ ନିମନ୍ତେ ସେ ସ୍ଥାନ ଯୋଉ ପ୍ରସ୍ତୁତ କରିଅଛନ୍ତି, ସେ ସ୍ଥାନ ଆମମାନଙ୍କ ନିମନ୍ତେ ସେ ରଖିଅଛନ୍ତି। ମୁଁ ଯାହା ବି କରିବି ପ୍ରଭୁଙ୍କର ସନ୍ତୋଷ ହେବାର କାର୍ଯ୍ୟ, ଜଗତ ଲୋକଙ୍କ ପାଇଁ ନୁହେଁ, ପ୍ରଭୁଙ୍କ ଦୃଷ୍ଟିରେ ଯାହା ଉତ୍ତମ ତାହା କରିବା। ଏଥିପାଇଁ ବର୍ତ୍ତମାନ ପ୍ରଭୁ ସୁଯୋଗ ଦେଇଛନ୍ତି। ଆମେ କଣ କରୁଥିବା? ଆମେ ଯଦି ସମୟ ନଷ୍ଟ କରିଛୁ, ଯଦି ଅବହେଳା ବି କରିଛୁ, ଆମେ ଅନୁତାପ କରିବାକୁ ହବ, ନିବେଦନ କରିବାକୁ ହବ। ପ୍ରଭୁ ମୁଁ ଯେପରି ଏବେ ବି ପ୍ରାର୍ଥନା କରିବା, ନିବେଦନ କରିବା, ପ୍ରଭୁ ମୁଁ ଯେପରି ଧାର୍ମିକ ଗଣିତ ହେବି, ଯେପରି ପିତାଙ୍କ ଡାହାଣ ପାର୍ଶ୍ୱରେ ସ୍ଥାନ ପାଇବି, ସେଥିପାଇଁ ଏବେ ନିବେଦନ କରିବାର ସମୟ ଅଛି, ପ୍ରସ୍ତୁତି ହେବାର ମଧ୍ୟ ସମୟ ଅଛି। ପ୍ରଭୁ ଆମକୁ ଜଗତରେ ବଞ୍ଚେଇଛନ୍ତି, ଅନେକ ଲୋକ ମରିଛନ୍ତି, କିନ୍ତୁ ଆମେ ବଞ୍ଚିଛୁ। ତେଣୁ ମୋର ପ୍ରିୟ ମାନେ, ଆମେ ନିଜ ନିଜକୁ ଅନୁତାପ କରିବା, ମୁଁ କୋଉଥିରେ ଉଣା ପଡିଛି, ମୁଁ କୋଉଥିରେ କମ ଅଛି, ଆଉ ପ୍ରଭୁଙ୍କୁ ନିବେଦନ କରିବା। କଣ ନିବେଦନ କରିବା? ପ୍ରଭୁ ମତେ ଧାର୍ମିକ ଗଣିତ ହେବା ନିମନ୍ତେ, ତୁମର ଦକ୍ଷିଣ ପାର୍ଶ୍ୱରେ ସ୍ଥାନ ପାଇବା ନିମନ୍ତେ ମତେ କଣ କଣ କରିବାକୁ ହବ? ପବିତ୍ର ଆତ୍ମା ମାନଙ୍କୁ ଯଦି ମାଗୁଛୁ, ପବିତ୍ର ଆତ୍ମା ମାନଙ୍କୁ ପରିଚାଳନା କରିବେ। ମାଥ୍ୟୁ 25 ପର୍ବର 46 ପଦ ଆପଣ ମାନେ ପଛେ ପଢିବେ। ଯୋଉମାନେ, ମୁଁ ପଢୁନାହିଁ, ଏତିକି କହୁଛି, ଯୋଉମାନେ ବାମ ପଟେ ସ୍ଥାନ ପାଇବେ ସେମାନେ ଅନନ୍ତ ଶାସ୍ତି, ଅନନ୍ତ ବୋଲେ ସବୁଦିନ ପାଇଁ ଶାସ୍ତି, ମାଥ୍ୟୁ 25ର 46 ମାନେ ପଢିବେ। ଆଉ ଯୋଉମାନେ ଦକ୍ଷିଣ ପଟେ ସ୍ଥାନ ପାଇବେ ଅନନ୍ତ ଜୀବନ, କେବେ ମରିବା ନାହିଁ, ଅନନ୍ତ ଶେଷ ପର୍ଯ୍ୟନ୍ତ ଶାନ୍ତିର ସ୍ଥାନ। ଆଉ ଯୋଉମାନେ ବାମ ପଟେ ରହିବେ, ଆଜି ଯଦି ଆମେ ପବିତ୍ର ହେଇପାରୁନୁ, ଯଦି ଆମେ ଛାଗ ହଉଛୁ, ତେବେ ମୋର ପ୍ରିୟ ମାନେ ଆମେ ଅନନ୍ତ ଶାସ୍ତି ପାଉଥିବା। ଯଦି ପ୍ରଭୁଙ୍କ କଥା ଅନୁସାରେ ଆମେ ଯଦି ଉତ୍ତମ ହେବା, ଦକ୍ଷିଣ ପାର୍ଶ୍ୱରେ ସ୍ଥାନ ପାଇବାକୁ ହେଲେ ସେଦିନ ଅନନ୍ତ ଜୀବନ ପାଇବା। ଆଉ ବାମ ପଟ ସ୍ଥାନ ହେଲା ଅନନ୍ତ ଶାସ୍ତି, ଦକ୍ଷିଣ ପାର୍ଶ୍ୱର ସ୍ଥାନ ହେଲା ଅନନ୍ତ ଜୀବନ। ତେଣୁ ଆମମାନଙ୍କର ବର୍ତ୍ତମାନ ସମୟ ଅଛି, ଆମମାନେ ନିଜ ନିଜକୁ ପ୍ରସ୍ତୁତ କରୁଥିବା। ସେତେବେଳେ ରାଜା ଆପଣ ଦକ୍ଷିଣ ପାର୍ଶ୍ୱରେ ମେଷ ମାନଙ୍କୁ, ବାମ ପାର୍ଶ୍ୱରେ ଛାଗ ମାନଙ୍କୁ ରଖିବେ। କେତେ ଆନନ୍ଦର ବିଷୟ। ତେଣୁ ପିତାଙ୍କ ପାଖରେ ଆମେ ଆଶୀର୍ବାଦର ପାତ୍ର ହେବା, ଆଉ ଜଗତର ପତନାବଧି ପର୍ଯ୍ୟନ୍ତ ସେ ଯୋଉ ରାଜ୍ୟ ଆମମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଅଛି, ଆମେ ସେଥିର ମଧ୍ୟ ଅଧିକାରୀ ହେବା। ପବିତ୍ର ଆତ୍ମା କଥା କହୁଅଛନ୍ତି, ମୋ ଜୀବନରେ ଯୋଉଟା ଉଣା ପଡୁଛି ମୁଁ ଅନୁଭବ କରିପାରୁଛି, ମୋ ପରିବାର କଣ କଣ ଉଣା ପଡୁଛି ମୁଁ ଅନୁଭବ କରିପାରୁଛି। ପ୍ରଭୁ ଆଜି ଏ କଥା ଦ୍ୱାରା ମୋ ପରିବାରକୁ ମତେ କଥା କହିବାକୁ ଚାହାନ୍ତି ଯେ ମୁଁ କୋଉଥିରେ ଉଣା ପଡିଅଛି, ସେଇ ସ୍ଥାନ ପାଇବା ନିମନ୍ତେ ମତେ ପ୍ରସ୍ତୁତ ହେବାକୁ ନିତାନ୍ତ ଆବଶ୍ୟକ ଅଛି। ଆଉ ଯୀଶୁ ଶେଷ ବିଚାର ବିଷୟରେ ଆମେ ଦେଖିବା, ଟିକେ ନାକୁ ବିଚାର ବିଷୟ, ଯୀଶୁ ଶେଷ ବିଚାର ବିଷୟରେ ଏଠାରେ କିଛି ଲେଖା ହେଇଛି। ବିଚାରର ପରିଣାମ ଏହା ଯେ ଛାଗ ମାନଙ୍କୁ ଆପଣା ବାମ ଆଉ ମେଷ ମାନଙ୍କୁ ଦକ୍ଷିଣ ପାର୍ଶ୍ୱରେ ରଖିବେ, ଆଉ ଦକ୍ଷିଣ ପାର୍ଶ୍ୱରେ ଥିବା ଲୋକମାନଙ୍କୁ ଆଶୀର୍ବାଦର ପାତ୍ର ବୋଲି କହିବେ, ଆଉ
କଣ ସମ୍ବୋଧନ କରିବେ? ଏହି ରାଜ୍ୟର ଅଧିକାରୀ ହବ, ଏଇ ସମ୍ବୋଧନ ସେ ଆମମାନଙ୍କୁ ସେଦିନ କରିବେ। ଆମେ ବାମ କଥା ତ ଜାଣିଛୁ ଯୋଉଟା ଅଧର୍ମିକ, ଆମେ ଅଧିକ ସେଟା ଆଲୋଚନା କରିବା ନାହିଁ। ଯାହା ଉତ୍ତମ ବିଷୟ ଦକ୍ଷିଣ ପାର୍ଶ୍ୱ ପାଇଁ ଆମେ ଯେପରି ଆଶୀର୍ବାଦର ପାତ୍ର ବୋଲି ପ୍ରଭୁ ସମ୍ବୋଧନ କରିବେ, ସବୁ ଅଧିକାରୀ ବୋଲି ସମ୍ବୋଧନ କରିବେ। ତେଣୁ ଜଣେ ବିଶ୍ୱାସୀ ଦକ୍ଷିଣ ପାର୍ଶ୍ୱରେ ସ୍ଥାନ ପାଇବା ପାଇଁ ଧାର୍ମିକତାରେ ପରିପୂର୍ଣ୍ଣ ହୋଇ ପବିତ୍ରତା ପଥରେ ଗମନ କରୁଥିବା ଆବଶ୍ୟକ ଅଛି। ଏଇ ପାପମୟ ଜଗତରେ ମଧ୍ୟ, ଏଇ କଳଙ୍କମୟ ଜଗତରେ ମଧ୍ୟ ଆମେ ଯେତେ ଚେଷ୍ଟା କରିବା ଧାର୍ମିକତା ଜୀବନ ଯାପନ କରିବା ପାଇଁ, ପବିତ୍ରତାର ଚାଲିବା ପାଇଁ, କାରଣ ପରମେଶ୍ୱରଙ୍କର ମନନ୍ତ ଲୋକମାନେ ପରମେଶ୍ୱରଙ୍କ ଦ୍ଵାରା ଧାର୍ମିକ ଗଣିତ ଅଟନ୍ତି। ପ୍ରଭୁ ଆମମାନଙ୍କୁ ଅଲରେଡି ଧାର୍ମିକ ଗଣିତ କରିସାରିଛନ୍ତି। ତେଣୁ ଆମମାନଙ୍କର କର୍ତ୍ତବ୍ୟ ଅନୁସାରେ ଆମେ ଯେତେ ସମ୍ଭବ ଆମେ ଧାର୍ମିକ ଗଣିତ ହଉଥିବା। ଆଉ ଧାର୍ମିକ ମାନଙ୍କ ଉପରୁ ସାପ ଆଉ ଦଣ୍ଡାଜ୍ଞା ପ୍ରଭୁ ସବୁ ଦୂର କରିସାରିଛନ୍ତି। ଧାର୍ମିକ ମାନଙ୍କୁ ମୁକ୍ତ କରିବା ପାଇଁ ପ୍ରଭୁ ଯୀଶୁ ଜଗତକୁ ଆସିଲେ, ମୃତ୍ୟୁଭୋଗ କରି ସେ ଉତ୍ଥିତ ହେଲେ। ତେଣୁ ଆମେ ଧାର୍ମିକ ଗଣିତ ହେଇଛୁ। ଯିଏ ଦିନେ ମନୁଷ୍ୟଙ୍କ ଦ୍ଵାରା ତୃଚୀକୃତ ହଉଥିଲେ ସେ ପ୍ରଭୁ ଏବେ ସର୍ବୋଚ୍ଚ ସ୍ଥାନରେ ବସିଛନ୍ତି, ଅବସ୍ଥାପିତ ମଧ୍ୟ ଅଛନ୍ତି। ଆଉ ଏହାପରେ ମନୁଷ୍ୟ ପୁତ୍ର ଈଶ୍ୱରଙ୍କ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହେବେ, ଆଗରୁ ଭବବାଣୀ କରାଯାଇଥିଲା। ତେଣୁ ମୋର ପ୍ରିୟ ମାନେ, ଶେଷ ଅଂଶ ମୁଁ ଟିକେ ନାକୁ କହିବି। ପିତାଙ୍କ ଦକ୍ଷିଣ ପାର୍ଶ୍ୱ ଗୋଟେ ସର୍ବୋଚ୍ଚ ସ୍ଥାନ ଓ ସମ୍ମାନୀୟ ସ୍ଥାନ ଅଟେ। ଆଉ ପିତାଙ୍କର ଦକ୍ଷିଣ ପାର୍ଶ୍ୱ ପରାକ୍ରମର ସ୍ଥାନ ଅଟେ, ଗୌରବମୟ ସ୍ଥାନ ଅଟେ, ପିତାଙ୍କ ଅନୁମୋଦିତ ସ୍ଥାନ ଅଟେ, ବିଶ୍ରାମର ସ୍ଥାନ ଅଟେ, ଅଧିକାରୀ ହେବାର ସ୍ଥାନ ଅଟେ, ସର୍ବୋଚ୍ଚ ସ୍ଥାନ ମଧ୍ୟ ଅଟେ। ଆଜି ପିଙ୍କି ଭଉଣୀ ମଧ୍ୟ କହୁଥିଲେ ମଥି 20:21 ଜଣେ ମା ଆସି ସେ ଯୀଶୁଙ୍କୁ ମାଗିଲେ, ମୋ ପିଲାମାନଙ୍କୁ ସେ ସ୍ଥାନ ଦେଇଦିଅ। ଆଜି ସେ କଥା ଆମେ ଶୁଣୁଥିଲୁ। ପ୍ରଭୁ କୋଉ ମାନଙ୍କୁ ଦେବେ? ଯୋଉମାନେ ଧାର୍ମିକ ଗଣିତ ହେଇଥିବେ। ଏହିପରି ସ୍ଥାନ ସେଟା ନୁହଁ। ଗୀତ ସଂହିତା 110:1 ମଧ୍ୟ ଆମେ ଦେଖିଲୁ, ଏହା ଯୀଶୁଙ୍କର ସ୍ଥାନ, ଦକ୍ଷିଣ ସ୍ଥାନ। ଯୋହନ 14 ପର୍ବ 3 ପଦ ଅନୁସାରେ ଯୀଶୁଙ୍କ ଅନୁଗ୍ରହକାରୀ ମାନଙ୍କର ସ୍ଥାନ ସେଟା। ଯୀଶୁ ଯାହାକୁ ଅନୁଗ୍ରହ ବୋଲି ଭାବି ଦେଇଛନ୍ତି, କରିଛନ୍ତି, ସନ୍ତୋଷ ଅଛନ୍ତି, ସେମାନଙ୍କର ସ୍ଥାନ ଅଟେ। ଆଉ ମାର୍କ 16 ପର୍ବ 19 ମଧ୍ୟ ଲେଖାଯାଏ, ଯୀଶୁ ଖ୍ରୀଷ୍ଟ ସ୍ୱର୍ଗରେ ଗୃହୀତ ହୋଇ ଈଶ୍ୱରଙ୍କ ଦକ୍ଷିଣରେ ବସିଲେ। ଆଉ ସ୍ତିଫାନ କଥା ମୁଁ କହୁଥିଲି, ପ୍ରେରିତ 7 ପର୍ବ 56 ପଦରେ ସ୍ତିଫାନଙ୍କ ଦର୍ଶନ ଥିଲା, ମନୁଷ୍ୟ ପୁତ୍ରଙ୍କୁ ଈଶ୍ୱରଙ୍କ ପାଖରେ ଠିଆ ହେବା ସେ ଦେଖିଥିଲେ। ଆଉ ଏଫିସିଓ 1 ପର୍ବ 20 ପଦରେ ଆମେ ଦେଖୁ, ପିତା ମୃତ ମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ ଦେଇ ସମସ୍ତଙ୍କ ଉପରେ ଉନ୍ନତ କରାଇ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଛନ୍ତି। ପିତା ପରମେଶ୍ୱର ପ୍ରଭୁ ଯୀଶୁଙ୍କୁ ତାଙ୍କ ଦକ୍ଷିଣ ପାର୍ଶ୍ୱରେ ସେ ବସେଇଛନ୍ତି। ପ୍ରଥମ ପିତର 3:22 ମଧ୍ୟ ଲେଖାଯାଏ, ସେ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗାରୋହଣ କରି ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି, ଆଉ ତାଙ୍କ ଦୂତମାନେ ତାଙ୍କୁ ସେବା କରୁଛନ୍ତି। ଆଉ ଯୋହନ 14:3 ମଧ୍ୟ ଲେଖାଯାଏ, ଯୀଶୁ ପ୍ରତିଜ୍ଞା କରିଛନ୍ତି ଯେ ସେଇ ସ୍ଥାନକୁ ଆମ୍ଭ ମାନଙ୍କୁ ନେବେ। ଏଇଟା ଆମ ମାନଙ୍କ ପାଇଁ ଉତ୍ସାହ ବାକ୍ୟ। ପ୍ରତ୍ୟେକଙ୍କ ନିମନ୍ତେ ଆଜି ପ୍ରଭୁ ଆପଣଙ୍କୁ ମତେ ମଧ୍ୟ କହୁଛନ୍ତି, ଯୋହନ 14 ପର୍ବ 3 ଯୀଶୁ ପ୍ରତିଜ୍ଞା କରିଅଛନ୍ତି ସେଇ ସ୍ଥାନକୁ ଆମ୍ଭ ମାନଙ୍କୁ ନେବେ। ମୋର ପ୍ରିୟ ମାନେ, କେତେ ଆନନ୍ଦର ବିଷୟ। ଆମେ ଛାଗ ହେଇନୁ, ପ୍ରଭୁ ମଧ୍ୟ ଆମ ମାନଙ୍କ ନିମନ୍ତେ ମନୋଯୋଗୀ ଅଛନ୍ତି। ଗୋଟେ ପିଲାକୁ ଯଦି ବାପା ମା ଛୋଟ ବେଳୁ ଯଦି ପ୍ରଭୁରେ ଗାଇଡ କରିବେ, ଜ୍ଞାନରେ ଗାଇଡ କରିବେ, ସେ ପିଲା ନିତାନ୍ତ ଉତ୍ତମ ପିଲା ହବ। ଠିକ ସେଇପରି ପ୍ରଭୁ ମାନଙ୍କୁ ଗାଇଡ କରୁଛନ୍ତି ବାକ୍ୟ ଦ୍ଵାରା, ପ୍ରଭୁ ମାନଙ୍କ ପାଇଁ ଚିନ୍ତା କରୁଛନ୍ତି, ପ୍ରଭୁ ମାନଙ୍କ ପାଇଁ ପ୍ରାର୍ଥନା କରୁଅଛନ୍ତି। ଆମେ ଯେପରି ସେଇ ସ୍ଥାନ ପାଇପାରିବା, ଯୋହନ 14:3 ଲେଖାଯାଏ। ଆମେ ବିବେଚନା କରିବା, ଆମେ ପ୍ରସ୍ତୁତ ଓ ଯୋଗ୍ୟ ଅଟୁ କି? ଆମର ସ୍ୱଭାବ, ଚରିତ୍ର, ଆଚରଣ, ଆମ ଖ୍ରୀଷ୍ଟୀୟ ଜୀବନ ଏହା ଆଜି ପ୍ରକାଶ କରିପାରୁଛି କି ଆମେ ଯୋଗ୍ୟ ଅଟୁ ବୋଲି? ଜଗତ ଲୋକ ମଧ୍ୟ ଜଗତରେ ଦେଖନ୍ତି, ପ୍ରଭୁ ବି ଦେଖୁଛନ୍ତି। ଏଇ ଜଗତରେ ଆମର ଆଚରଣ, ଖ୍ରୀଷ୍ଟୀୟ ଜୀବନ ଉତ୍ତମ ଅଛି କି ନାହିଁ, ଆମେ ନିଜକୁ ବିବେଚନା କରିବା। ମାଥ୍ୟୁ 33:34 ଲେଖାଯାଏ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇ ଧାର୍ମିକ ମାନଙ୍କ ସ୍ଥାନ ଉପସ୍ଥାପନ କରୁଅଛନ୍ତି। ସେଇଟା ସ୍ଥାନ ସେ ଆମକୁ ଜଣେଇଛନ୍ତି। ଆଉ ଯେତେବେଳେ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଜଗତରେ ଥିଲେ, ସେଇ ଆମମାନଙ୍କୁ ସେଇ ସମୟରୁ ସମସ୍ତ ବନ୍ଧନରୁ ସେ ମୁକ୍ତ କରିଅଛନ୍ତି। ସେ ଆମ ପାଇଁ ପୁନରୁଦ୍ଧିତ ହେଇଅଛନ୍ତି, ଧାର୍ମିକ ଗଣିତ କରିଅଛନ୍ତି। ତେଣୁ ଆମମାନଙ୍କ ପାଇଁ ଏତେ ଅପସନ ଅଛି। ତେଣୁ ଆମେ ପ୍ରଭୁଙ୍କୁ ଭୟ କରି ତାଙ୍କର ଦକ୍ଷିଣ ପାର୍ଶ୍ୱର ସ୍ଥାନକୁ ଆମେ ଖୋଜିବା। ଶେଷ ପଦ ଗୋଟେ ପଢିବା,
କଲସ୍ୟ 3 ପର୍ବ 1 ପଦ ମୁଁ ପଢୁଅଛି। ତୁମ୍ଭେମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ ତେବେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ ସେଇ ଉର୍ଦ୍ଧ୍ୱ ସ୍ଥାନ ବିଷୟ ସବୁ ଅନ୍ୱେଷଣ କର। ପିଲାମାନେ ପ୍ରିୟମାନେ ପ୍ରଭୁ ରଖିଛନ୍ତି, ଆମକୁ ଖୋଜିବାକୁ ପଡିବ, ଅନ୍ୱେଷଣ କରିବାକୁ ପଡିବ। ଗୋଟେ ଜାଗାକୁ ଗଲେ ଆମେ ଗାଡିରେ ଖାଲି ସିଧା ଚାଲିକି ଯାଉନୁ, ଗାଡିକୁ ଯାଉଛୁ, ପଇସା ପତ୍ର ଧରୁଛୁ, ଠିକ ସ୍ଥାନରେ ପହଞ୍ଚୁଛୁ। ସେମିତି ପ୍ରଭୁ ଯଦି ଆମମାନଙ୍କ ନିମନ୍ତେ ପ୍ରସ୍ତୁତ କରି ଅଛନ୍ତି ତାଙ୍କୁ ଆମେ ଅନ୍ୱେଷଣ କରିବା। ଆଉ ପ୍ରକାଶିତ 3:21 ଲେଖାଯାଏ, ଯିଏ ଜୟ କରେ ତାକୁ ସିଂହାସନରେ ବସେଇବେ। ସେଇ ସିଂହାସନ, ଯିଏ ଜୟ କରେ ତାକୁ ସିଂହାସନରେ ବସେଇବେ, ଦକ୍ଷିଣ ପାର୍ଶ୍ୱରେ ବସେଇବେ। ଗୀତ ସଂହିତା 16:11 ଲେଖାଯାଏ, ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖ ଭୋଗ ଥାଏ। ଆମମାନଙ୍କର ଶେଷ ସବୁଦିନ ଅନନ୍ତକାଳୀନ ସୁଖ ନିମନ୍ତେ ପ୍ରଭୁ ସେଇ ସ୍ଥାନ ରଖିଅଛନ୍ତି। ଏଇ କଥା ମନେ ରଖିବା। ଗୀତ ସଂହିତା 16:11 ଯୋଉ ଲେଖା, ମୁଁ ଅଂଶ ପଢିଲି, ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖ ଭୋଗ ଥାଏ। ପ୍ରିୟମାନେ, ଜଗତରେ ଯେତେ ଦୁଃଖ କଷ୍ଟ ଅପମାନ ସବୁ ଆମେ ପାଇ ଚାଲୁଛୁ ସେଟା କିଛି ନୁହଁ, କିନ୍ତୁ ନିତ୍ୟ ସୁଖ ଭୋଗ ନିମନ୍ତେ ପ୍ରଭୁ ଦକ୍ଷିଣ ପାର୍ଶ୍ୱ ଆମମାନଙ୍କ ନିମନ୍ତେ ରଖିବା ପାଇଁ ସେ ପ୍ରତିଜ୍ଞା କରିଅଛନ୍ତି। ଆମେ ତାହାକୁ ଅନ୍ୱେଷଣ କରିବା। ଏଇ ଅଳ୍ପ ଆଲୋଚନା ଉପରେ ପ୍ରଭୁ ଆଶୀର୍ବାଦ କରନ୍ତୁ। କହିବାରେ ଭୁଲ ଥିଲେ କ୍ଷମା କରନ୍ତୁ। ଆମେନ୍।